ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆଜି ଦିନରେ ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଗତ ଦିନ ଗୁଡ଼ିକରେ ଆମମାନେ ପ୍ରେତ ପିତରଙ୍କର କେତେ ଗୁଡ଼ିଏ ଉତ୍ସାହ ପୁଣି ପ୍ରେରଣାପୂର୍ଣ୍ଣ ବିଷୟ ଗୁଡ଼ିକ ଚିନ୍ତା କରି ଆସୁଛୁ। ଯେତେବେଳେ ପିତର ତାଙ୍କର ଦ୍ୱିତୀୟ ପତ୍ରଟି ଚାରିପାଖରେ ଥିବା ମଣ୍ଡଳୀ ଗୁଡ଼ିକ ନିକଟକୁ ଲେଖୁଛନ୍ତି, ତାଙ୍କର ହୃଦୟ ବିଶେଷ ଭାବରେ ବିଭିନ୍ନ ବିଷୟ ଗୁଡ଼ିକ ନିମନ୍ତେ ଭାରଗ୍ରସ୍ତ ଥିଲା। କାରଣ ପିତରଙ୍କର ଆହ୍ୱାନ ଥିଲା ଯେପରି ସେ ତାଙ୍କର ଭାଇମାନଙ୍କୁ ଈଶ୍ୱରଙ୍କର ବାକ୍ୟରେ ନିଜର ଜୀବନର ସାକ୍ଷ୍ୟ ଦ୍ୱାରା ଉତ୍ସାହ ଦେବେ, ପ୍ରେରଣା ଦେବେ। ତହିଁ ସଙ୍ଗେ ସଙ୍ଗେ ମଣ୍ଡଳୀ ଗୁଡ଼ିକୁ ଈଶ୍ୱରଙ୍କର ବାକ୍ୟରେ ସେମାନଙ୍କୁ ଉତ୍ସାହ ଦେବେ, ପ୍ରେରଣା ଦେବେ। କାରଣ ପିତର ଯେଉଁ ସମୟରେ ଏଇ ଦୁଇଟି ପତ୍ର ଲେଖିଥିଲେ, ସେତେବେଳେ ବିଶ୍ୱାସୀ ମାନେ ବିଭିନ୍ନ ପ୍ରକାର ତାଡ଼ନା ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ଯାଉଥିଲେ। ଆଉ ପିତରଙ୍କର ହୃଦୟର ବିଶେଷ ଚିନ୍ତା ଥିଲା ଯେପରି ଏଇ ତାଡ଼ନାର ସମୟରେ ବିଶ୍ୱାସୀ ଭାଇ ଭଉଣୀମାନେ ସେମାନଙ୍କର ଆଚରଣ ବିଷୟରେ ସେମାନେ ସଚେତନ ହେବେ। ଈଶ୍ୱର ସେମାନଙ୍କୁ ଯେଉଁ ସମସ୍ତ ପ୍ରତିଜ୍ଞା ଦେଇଛନ୍ତି, ଯେଉଁ ସ୍ୱର୍ଗୀୟ ଆହ୍ୱାନରେ ଆହ୍ୱାନ କରିଛନ୍ତି, ଯେଉଁ ଅନନ୍ତ ଜୀବନ ଦେଇଛନ୍ତି, ତାହାକୁ ଯେପରି ସେମାନେ ଶେଷ ପର୍ଯ୍ୟନ୍ତ ତାଡ଼ନା ମଧ୍ୟରେ, ପ୍ରତିବାଦ ମଧ୍ୟରେ ସେମାନେ ଧରି ରଖିବା ପାଇଁ ପାରିବେ। ଫଳରେ ତାଙ୍କର ଚିନ୍ତା ଥିଲା ଯେଉଁମାନେ ସେମାନଙ୍କର ପ୍ରତି ବିରୁଦ୍ଧାଚରଣ କରୁଛନ୍ତି, ସେମାନଙ୍କୁ ତାଡ଼ନା ଦେଉଛନ୍ତି, ସେମାନେ ଯେପରି ଏହି ବିଶ୍ୱାସୀ ମାନଙ୍କର ଜୀବନରୁ ଖ୍ରୀଷ୍ଟୀୟ ଆଚରଣ, ଖ୍ରୀଷ୍ଟୀୟ ସ୍ୱଭାବ ଦେଖି ଦିନେ ସେମାନେ ମଧ୍ୟ ଯେପରି ଖ୍ରୀଷ୍ଟଙ୍କର ପରିଚୟ ପାଇବେ। ତେବେ ପ୍ରେତ ପିତର ଅନୁଭବ କରିଥିଲେ ଯେ ମଣ୍ଡଳୀ ଗୁଡ଼ିକୁ ଦୁଇ ପ୍ରକାର ଭାବରେ ସବୁବେଳେ ଆକ୍ରମଣ ରହିଛି। ବାହିକ ଭାବରେ ତାଡ଼ନା, ପୁଣି ଦ୍ୱିତୀୟ ପତ୍ରରେ ପିତର ସେମାନଙ୍କୁ ଆଭ୍ୟନ୍ତରୀଣ ମାଣ୍ଡଳିକ ଜୀବନରେ, ବିଶ୍ୱାସୀର ଜୀବନରେ ଯେଉଁ ସମସ୍ତ ଭ୍ରାନ୍ତ ଶିକ୍ଷା ଗୁଡ଼ିକ, ଭ୍ରାନ୍ତ ଶିକ୍ଷକ ମାନେ ସମୟକୁ ସମୟ ପ୍ରବେଶ କରି ସେମାନଙ୍କ ମଧ୍ୟରୁ ଉତ୍ପନ୍ନ ହୋଇ ବିଶ୍ୱାସୀ ମାନଙ୍କୁ ସତ୍ୟ ବାକ୍ୟରୁ ଯେପରି ସେମାନଙ୍କୁ ବିଚ୍ୟୁତ କରିବେ। ଫଳରେ ସେମାନଙ୍କର ଜୀବନରେ ଈଶ୍ୱରଙ୍କର ଯେଉଁ ଅନନ୍ତକାଳୀନ ପରିତ୍ରାଣର ଯୋଜନା ଥିଲା ନିଜର ପାଇଁ, ପୁଣି ସେମାନଙ୍କର ମାଧ୍ୟମରେ ଅନ୍ୟମାନଙ୍କ ପାଇଁ, ତାହା ଯେପରି ବିଫଳ ହବ। ହଁ ପ୍ରିୟ ବନ୍ଧୁଗଣ, ଆମେ ମନେ ରଖିବା ଯେ ଈଶ୍ୱରଙ୍କର ବାକ୍ୟ ରୂପକ ଜ୍ଞାନରେ ଯେତେବେଳେ ବିଶ୍ୱାସୀ ମାନେ ଆପଣାକୁ ବୃଦ୍ଧି କରିବା ପାଇଁ ସଚେତନ ହେବେ, ଈଶ୍ୱରଙ୍କର ବାକ୍ୟ ଯେ ଈଶ୍ୱରଙ୍କର ମୁଖ ନିଃସୃତ ବାକ୍ୟ, ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରଭାବିତ ବାକ୍ୟ, ତାହାକୁ ଯେପରି ସେମାନେ ଶେଷ ପର୍ଯ୍ୟନ୍ତ ପରୀକ୍ଷାର ସମୟରେ, ପ୍ରଲୋଭନର ସମୟରେ ଯେପରି ଧରି ରଖିବେ, ଫଳରେ ସେମାନଙ୍କର ଜୀବନରେ ସେମାନେ ଆତ୍ମିକ ଫଳ ଧାରଣ କରିବେ, ଖ୍ରୀଷ୍ଟଙ୍କର ପକ୍ଷରେ ଫଳ ଫଳିବେ, ପ୍ରଚୁର ଫଳ ଫଳିବେ। ପୁଣି ସେମାନଙ୍କର ଜୀବନ ଈଶ୍ୱରଙ୍କର ଗୌରବର କାରଣ ହବ, ଈଶ୍ୱରଙ୍କ ରାଜ୍ୟ ବିସ୍ତାର କାରଣ ହବ। ଏ ସମସ୍ତ ବିଷୟ ଗୁଡ଼ିକ ଆମେ ସଂକ୍ଷେପ ଭାବରେ ଗତ ସମୟ ଗୁଡ଼ିକରେ ଶିକ୍ଷା କରି ଆସୁଛୁ। ତେବେ ପ୍ରେତ ପିତର ଯେତେବେଳେ ତାଙ୍କର ଏଇ ଦ୍ୱିତୀୟ ପତ୍ରକୁ ବିଶ୍ୱାସୀ ମଣ୍ଡଳୀ ଗୁଡ଼ିକ ନିକଟକୁ ଲେଖୁଛନ୍ତି, ମୌଳିକ ଭାବରେ ତାଙ୍କର ଚିନ୍ତା ଥିଲା ଯେ ମଣ୍ଡଳୀ ମଧ୍ୟରେ ଯେଉଁ ଭ୍ରାନ୍ତ ଶିକ୍ଷକ ମାନେ ଭ୍ରାନ୍ତ ଶିକ୍ଷା ଗୁଡ଼ିକ ଆଣୁଛନ୍ତି, ସେଇ ବିଷୟରେ, ସେମାନଙ୍କର ବିଷୟରେ, ସେମାନଙ୍କର ଶିକ୍ଷା ବିଷୟରେ, ସେମାନଙ୍କର ଚାତୁରାଇ ବିଷୟରେ, ସେମାନଙ୍କର କାର୍ଯ୍ୟକ୍ରମ ବିଷୟରେ, ସେମାନଙ୍କର ମାଧ୍ୟମ ବିଷୟରେ ଯେପରି ଏଇ ବିଶ୍ୱାସୀ ଭାଇ ଭଉଣୀ ମାନେ ଯେପରି ସଚେତନ ରହିବେ, ଜାଗ୍ରତ ରହିବେ। ଫଳରେ ସେମାନଙ୍କର ଜୀବନ ଯେପରି ଅନ୍ୟମାନଙ୍କର ପରି ବିମୁଖ ହବ ନାହିଁ, ଖ୍ରୀଷ୍ଟଙ୍କର ଯୋଜନାରୁ ସେମାନେ ଦୂରକୁ ଯିବେ ନାହିଁ, ମାତ୍ର ଉପଯୁକ୍ତ ଖ୍ରୀଷ୍ଟୀୟ ଆଚରଣ କରିବାରେ ଶେଷ ପର୍ଯ୍ୟନ୍ତ ଯେପରି ସେମାନେ ବିଶ୍ୱସ୍ତ ରହିବେ। ସେଥିପାଇଁ ଆଜି ଆମେ ଦ୍ୱିତୀୟ ପିତର ତାର ଦ୍ୱିତୀୟ ପର୍ବକୁ ଆମେ ସଂକ୍ଷେପରେ ଆମେ ଚିନ୍ତା କରିବା। କେତେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଷୟକୁ
ପିତର ସେମାନଙ୍କ ନିକଟରେ ପ୍ରକାଶ କରୁଛନ୍ତି। ପ୍ରଥମ ବିଷୟ ମନେ ରଖିବା, ପିତର କହୁଛନ୍ତି ହେ ବିଶ୍ୱାସୀ ଭାଇ ଭଉଣୀ ମାନେ, ତୁମମାନଙ୍କର ଜୀବନରେ କିମ୍ବା ଆମମାନଙ୍କର ଜୀବନରେ ସତ୍ୟତା ଆଉ ଅସତ୍ୟତା, ସତ୍ୟ ବିଷୟ ଭ୍ରାନ୍ତ ବିଷୟ ଏକ ସଙ୍ଗରେ କୌଣସି ପ୍ରକାର ଭାବରେ ରହିପାରେ ନା। ଯଦି ଆମମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଛୁ, ତେବେ ଆମମାନେ ସତ୍ୟରେ ଆଚରଣ କରିବା ଏକାନ୍ତ ଆବଶ୍ୟକ। ସତ୍ୟ ରୂପ କଟିବନ୍ଧନରେ ଆମମାନେ ଆପଣା ଆପଣାକୁ ବାନ୍ଧି ରଖିବା। ନାନା ପ୍ରକାର ପରୀକ୍ଷା ଆସୁ, ପ୍ରଲୋଭନ ଆସୁ, ଭ୍ରାନ୍ତ ଶିକ୍ଷା ଆସୁ, କିନ୍ତୁ ପିତର କହୁଛନ୍ତି ଗୋଟିଏ ପାଖରେ ସତ୍ୟକୁ ଧରି ରଖି ଅନ୍ୟ ପାଖରେ ଅସତ୍ୟ, ମିଥ୍ୟା, ଭ୍ରାନ୍ତ ବିଷୟ ପଛରେ ଧାବମାନ ହେବା ଏକ ବିପଦର ବିଷୟ। ସେଥିପାଇଁ ପିତର ସେମାନଙ୍କୁ ଚେତନା ଦଉଛନ୍ତି, ଉତ୍ସାହ ଦଉଛନ୍ତି, ସଚେତନ କରାଉଛନ୍ତି, ଯେପରି ସେମାନେ ସତ୍ୟ ଭାବରେ ଆଚରଣ କରିବେ। ଶେଷ ପର୍ଯ୍ୟନ୍ତ ତାଡ଼ନାର ମଧ୍ୟରେ, ପୁଣି ଭ୍ରାନ୍ତ ଶିକ୍ଷକ ମାନଙ୍କର ପ୍ରଲୋଭନ ମଧ୍ୟରେ, ଶିକ୍ଷା ମଧ୍ୟରେ ଯେପରି ସେମାନେ ଶେଷ ପର୍ଯ୍ୟନ୍ତ ସ୍ଥିର ରହିବେ। ତେବେ ଆମେ ଲକ୍ଷ୍ୟ କରୁଛୁ 2 ପର୍ବ ତାର 1 ପଦରେ ପିତର ସେମାନଙ୍କୁ କହୁଛନ୍ତି, ଲୋକମାନଙ୍କର ମଧ୍ୟରେ ଭଣ୍ଡ ଭାବବାଦୀ ମାନେ ମଧ୍ୟ ଉତ୍ପନ୍ନ ହେଲେ। ଅତୀତରେ ସେହିପରି ତୁମମାନଙ୍କର ମଧ୍ୟରେ ସୁଦ୍ଧା ବର୍ତ୍ତମାନ ଏହି ଭଣ୍ଡ ଶିକ୍ଷକ ମାନେ ଉତ୍ପନ୍ନ ହୋଇଛନ୍ତି। ପୁଣି ଭବିଷ୍ୟତରେ ଅନେକ ଏହି ପ୍ରକାର ଭ୍ରାନ୍ତ ଶିକ୍ଷକ ମାନେ ମଧ୍ୟ ଉତ୍ପନ୍ନ ହେବେ। ସେମାନଙ୍କର ଦଶା କଣ ହବ ନା, ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା, ସେମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁ ହିଁ କୁ ଅସ୍ୱୀକାର କରନ୍ତି। ପୁଣି ଆପଣା ମାନଙ୍କର ଆକସ୍ମିକ ସର୍ବନାଶ ନିମନ୍ତେ ଏ ସମସ୍ତ କରନ୍ତି। ସୂଚନା ଦେଇ ପିତର କହୁଛନ୍ତି, ଦେଖ ଭାଇ ଭଉଣୀ ମାନେ, এই ପ୍ରକାର ଭ୍ରାନ୍ତ ଶିକ୍ଷକ ମାନେ, ଭାବବାଦୀ ମାନେ ପୂର୍ବରେ, ତୁମମାନଙ୍କର ପୂର୍ବରେ ପୁରାତନ ନିୟମରେ ସେମାନେ ଥିଲେ, ଆଉ ବର୍ତ୍ତମାନ ମଧ୍ୟ ତୁମର ସମୟରେ ମଣ୍ଡଳୀ ମଧ୍ୟରୁ ସେମାନେ ଉତ୍ପନ୍ନ ହଉଛନ୍ତି। এই ଭ୍ରାନ୍ତ ଶିକ୍ଷକ ମାନେ ବାହାରୁ ନୁହନ୍ତି, ମାତ୍ର ତୁମମାନଙ୍କର ମଧ୍ୟରେ ଯେଉଁମାନେ ସତ୍ୟତାକୁ ବାସ୍ତବ ଭାବରେ ଆପଣା ଆପଣା ଜୀବନରେ ଜାଣିନଥିଲେ। ହଁ, ସତ୍ୟତା ବିଷୟରେ ଶୁଣିଥିଲେ, ଯୀଶୁଙ୍କର ବିଷୟରେ ଶୁଣିଥିଲେ, ପରିତ୍ରାଣ ବିଷୟରେ ସେମାନଙ୍କର ଜ୍ଞାନ ଥିଲା, କିନ୍ତୁ ମନେ ରଖ, এই ଭ୍ରାନ୍ତ ଶିକ୍ଷକ ମାନଙ୍କର ପ୍ରଥମ ପରିଚୟ ହଉଛି କଣ ନା, ସେମାନଙ୍କର ବାହିକ ଜୀବନ ଏକ ପ୍ରକାର, ସେମାନଙ୍କର ଆଭ୍ୟନ୍ତରୀଣ ଜୀବନ ଭିନ୍ନ ପ୍ରକାର। ଏକ କପଟତାର ଜୀବନ, ଏକ ଛଳନାର ଜୀବନ ସେମାନେ କାଟିବା ପାଇଁ ଆରମ୍ଭ କରନ୍ତି। ଫଳରେ ଯେଉଁମାନେ ସରଳ ବିଶ୍ୱାସୀ, ବିଶ୍ୱାସରେ ଦୁର୍ବଳ, ସେମାନଙ୍କ ପ୍ରତି ସେମାନଙ୍କର ଆକ୍ରମଣ ଥାଏ। ଏ ସମସ୍ତ ବିଷୟ ପରବର୍ତ୍ତୀ ସମୟ ଗୁଡ଼ିକରେ ଆମେ ଚିନ୍ତା କରିବା। ତେବେ ପିତର କହୁଛନ୍ତି ଯେ এই ପ୍ରକାର ଭ୍ରାନ୍ତ ଶିକ୍ଷା କୌଣସି ପ୍ରକାର ନୂତନ ନୁହେଁ। ଶୈତାନ ଆରମ୍ଭରୁ, ସୃଷ୍ଟି ଆରମ୍ଭରୁ এই ଭ୍ରାନ୍ତ ବିଷୟ, এই ମିଥ୍ୟା ବିଷୟ ଜଗତରେ ପ୍ରବେଶ କରିଛି। ଆମମାନଙ୍କର ସ୍ମରଣ ଅଛି କିପରି ଭାବରେ ଶୈତାନ ସେଦିନ ଏଦନ ଉଦ୍ୟାନରେ ଆଦମ ପୁଣି ହବା, ଯେଉଁମାନେ କି ଈଶ୍ୱରଙ୍କର ପ୍ରତିମୂର୍ତ୍ତିରେ ନିର୍ମିତ ହେଇଥିଲେ, ଈଶ୍ୱରଙ୍କ ସହିତ ଗମନାଗମନ କରୁଥିଲେ, କିନ୍ତୁ ଶୈତାନ ସେମାନଙ୍କୁ ଚତୁରତାର ସହିତ ଛଳନାପନ୍ନ ଭାବରେ ସେମାନଙ୍କୁ ମିଥ୍ୟା କହିବା ପାଇଁ ପ୍ରଭାବିତ କଲା। ଫଳରେ ହବା, ପୁଣି ପରବର୍ତ୍ତୀ ସମୟରେ ଆଦମ, ସେମାନେ ଶୈତାନର କବଳରେ ସେମାନେ ପଡ଼ିଗଲେ। ତାପରେ ଆମେ ଦେଖୁଛୁ କିପରି ଭାବରେ ସମୟ କ୍ରମେ এই ପ୍ରକାର ଅସତ୍ୟ ଖ୍ରୀଷ୍ଟ ବିଶ୍ୱାସୀ ମାନେ ବାହିକ ଭାବରେ ସେମାନେ ପ୍ରକାଶ କରନ୍ତି, ଆମେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଛୁ, କିନ୍ତୁ ସେମାନଙ୍କର ଦୈନ୍ୟ ପ୍ରତ୍ୟେକ ଦିନର ଜୀବନରେ ସେମାନେ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରି ଆତ୍ମିକ ଜୀବନରେ ବୃଦ୍ଧି ପାଇବା ପରିବର୍ତ୍ତେ ଆତ୍ମିକ ଜୀବନରେ ଛଳନାପୂର୍ଣ୍ଣ ଜୀବନ କାଟିବା ପାଇଁ ସେମାନେ ଆରମ୍ଭ କରନ୍ତି। ସେଥିପାଇଁ ପିତର କହୁଛନ୍ତି
କେବଳ ଶୈତାନ ଆଦମ ହବାଙ୍କୁ ଭୁଲେଇଥିଲା ତାହା ନୁହେଁ, ମାତ୍ର ବର୍ତ୍ତମାନ ମଣ୍ଡଳୀ ମଧ୍ୟରେ ମଧ୍ୟ ସେଇ ପ୍ରକାର ଲୋକମାନଙ୍କୁ ଆମେ ଦେଖିବା ପାଇଁ ଚାହୁଁଛୁ। ପରବର୍ତ୍ତୀ ସମୟରେ ପାଉଲ ତାଙ୍କର ଚିଠି ଗୁଡ଼ିକ ଲେଖିଲା ବେଳେ ମଣ୍ଡଳୀ ଗୁଡ଼ିକୁ ବିଶ୍ୱାସୀ ମାନଙ୍କୁ ସଚେତନ କରୁଥିଲେ, ମନେ ରଖ ତୁମମାନଙ୍କ ମଧ୍ୟରେ ମିଥ୍ୟା ସୁସମାଚାର। ଗାଲାତି ମଣ୍ଡଳୀ ପ୍ରତି ପାଉଲ ସେଇ କଥା କହୁଛନ୍ତି, ତୁମେ ସତ୍ୟରେ ବିଶ୍ୱାସ ଆରମ୍ଭ କଲ, ସତ୍ୟ ସୁସମାଚାରକୁ ଗ୍ରହଣ କଲ, କିନ୍ତୁ କଣ ହେଲା? ବର୍ତ୍ତମାନ ତୁମେ ସେଇ ମିଥ୍ୟା ସୁସମାଚାର ଆଡକୁ ତୁମେ ଗତି କରୁଛ। କେଉଁ ସ୍ଥାନରେ ତୁମର ପତନ ହେଲା ସେ ବିଷୟରେ ଚିନ୍ତା କର। ପରବର୍ତ୍ତୀ ସମୟରେ ଆମେ ଦେଖୁଛୁ କିପରି ଭାବରେ ମଣ୍ଡଳୀ ମଧ୍ୟରେ ଭ୍ରାନ୍ତ ଧାର୍ମିକତା, ଯାହାକି ସତ୍ୟ ନୁହେଁ, ଯୋଉ ଧାର୍ମିକତା ଈଶ୍ୱରଙ୍କ ଦ୍ୱାରା ଗ୍ରହଣ ଯୋଗ୍ୟ ନୁହେଁ, ସେଇ ପ୍ରକାର ବାହିକ ଧାର୍ମିକତା, ମିଥ୍ୟା ଧାର୍ମିକତା, ଛଳନାପୂର୍ଣ୍ଣ ଧାର୍ମିକତା ମଣ୍ଡଳୀ ମଧ୍ୟରେ ଦେଖିବା ପାଇଁ ଆରମ୍ଭ ହେଲା। ଆଉ ସମୟ କ୍ରମେ ଆମେ ବାକ୍ୟରେ ପଢୁଛୁ, ପ୍ରେରିତ ପାଉଲ କହୁଛନ୍ତି, ଯୀଶୁ ମଧ୍ୟ ନିଜେ କହିଥିଲେ, ପରବର୍ତ୍ତୀ ସମୟରେ ଶିକ୍ଷା ଗୁଡିକରେ ଆମେ ଦେଖୁଛୁ ଶୈତାନ ଏବେ ବି ଚେଷ୍ଟା କରୁଛି କିପରି ଭାବରେ ଆପଣଙ୍କର ନିକଟରେ, ମୋର ନିକଟରେ, ଖ୍ରୀଷ୍ଟୀୟ ମଣ୍ଡଳୀ ନିକଟରେ ଏକ ମିଥ୍ୟା ଖ୍ରୀଷ୍ଟଙ୍କୁ, ଏକ ଭଣ୍ଡ ଖ୍ରୀଷ୍ଟଙ୍କୁ ଉପସ୍ଥାପନ କରିବ। ପ୍ରିୟ ଭାଇ ଭଉଣୀ ମାନେ, ଏହା ଥିଲା ସେଦିନ ପିତରଙ୍କର ହୃଦୟର ବୋଝ। ସେ ଜାଣିଥିଲେ ଯେ ମୋର ଏଇ ଜଗତରେ ସମୟ କାଳ ଶେଷ ହେଇ ଆସୁଛି, କିନ୍ତୁ ତା ପୂର୍ବରୁ ମୋର ଏ ବିଶ୍ୱାସୀ ମାନଙ୍କୁ, ଯୋଉମାନେ ତାଡ଼ନାର ମଧ୍ୟରେ ଅଛନ୍ତି, ଯୋଉମାନେ ଆଜି ଭ୍ରାନ୍ତ ଶିକ୍ଷାର ମଧ୍ୟରେ ଅଛନ୍ତି, ସେମାନେ ଯେପରି ଏଇ ଭଣ୍ଡ ଖ୍ରୀଷ୍ଟଙ୍କର ପ୍ରଭାବରେ ପ୍ରଭାବିତ ହେବେ ନାହିଁ, ଯେପରି ସେମାନେ ଆପଣା ଆପଣା ସତ୍ୟ ବିଶ୍ୱାସକୁ ପରିତ୍ୟାଗ କରି ପଛକୁ ଫେରି ଯିବେ ନାହିଁ। ଏକ ପରୀକ୍ଷାର ସମୟ। ଏଇ ଦୁଇ ପଦରେ ସେ ପର୍ବରେ କହୁଛନ୍ତି, ତୁମମାନଙ୍କ ନିମନ୍ତେ ଏଇ ଯୋଉ ଭୀଷଣ ପରୀକ୍ଷା, ଏହା ପରୀକ୍ଷା, ଏହା ତୁମର ବିଶ୍ୱାସର ପରୀକ୍ଷା। ଭ୍ରାନ୍ତ ଶିକ୍ଷା, ଭ୍ରାନ୍ତ ଶିକ୍ଷକ ମାନେ ତୁମର ସତ୍ୟ ବିଶ୍ୱାସ ଉପରେ ଏକ ପରୀକ୍ଷା ଆଣିବେ। କେବଳ ସେତିକି ନୁହେଁ, ମାତ୍ର ଈଶ୍ୱରଙ୍କ ବାକ୍ୟ ଭିତରେ ଆମେ ଆଗକୁ ବଢି ଯାଉଛୁ, ଆମେ ଦେଖୁଛୁ କିପରି ଭାବରେ ଇସ୍ରାଏଲ ମାନେ, ଈଶ୍ୱରଙ୍କର ମନୋନୀତ ଲୋକମାନେ, ଯୋଉମାନଙ୍କ ନିକଟରେ ଈଶ୍ୱର ବାରମ୍ବାର ଆପଣାକୁ ଏକମାତ୍ର ସତ୍ୟ ଈଶ୍ୱର, ଯେହୋବା ଈଶ୍ୱର ଭାବରେ ପ୍ରକାଶ କରି ଆସିଥିଲେ, ସେମାନଙ୍କ ମଧ୍ୟରେ ସମୟ କ୍ରମେ ଭ୍ରାନ୍ତ ଭାବବାଦୀ ମାନେ ଆସି ବାରମ୍ବାର ଇସ୍ରାଏଲ ମାନଙ୍କୁ ଈଶ୍ୱରଙ୍କର ସେଇ ପଥରୁ ସେମାନଙ୍କୁ ବିଚ୍ୟୁତ କରୁଥିଲେ। ସେଥିପାଇଁ ଭାବବାଦୀ ମାନେ ସଚେତନ ହେଇ ସେମାନଙ୍କୁ ସବୁ ପ୍ରକାର ଭାବରେ ଚେତନା ଦଉଥିଲେ। ଯୋଉ ଭାବବାଦୀ ମାନେ ସେମାନଙ୍କୁ କହୁଥିଲେ ଶାନ୍ତି ଶାନ୍ତି, କିନ୍ତୁ ସେଇ ସମୟରେ ଶାନ୍ତି ନଥିଲା। ଏଇ ଭ୍ରାନ୍ତ ଭାବବାଦୀ ମାନେ ଇସ୍ରାଏଲ ମାନଙ୍କୁ ବାରମ୍ବାର ସେମାନେ ବିପଦଗାମୀ କରୁଥିଲେ। ଆମେ ପାଠ କରୁଛୁ ପରବର୍ତ୍ତୀ ସମୟରେ କିପରି ଭାବରେ ଏଲିୟ ସେଦିନ ମିଥ୍ୟା ଦେବତା ଗଣ ବିରୁଦ୍ଧରେ ସେ ଠିଆ ହେଇଥିଲେ, ସେ ପ୍ରମାଣ ଦେଇଥିଲେ ଯେ ଏଇ ଯୋଉମାନଙ୍କୁ ତୁମେ ବିଶ୍ୱାସ କରୁଛ, ଯୋଉମାନଙ୍କର ପୂଜା କରୁଛ, ସେମାନେ ଭ୍ରାନ୍ତ। ଆଉ ସେଦିନ ଏଲିୟ ପ୍ରମାଣ କରିଦେଲେ ଯେ ତାହାଙ୍କୁ ବିଶ୍ୱାସ କରୁଛନ୍ତି ସେ ଏକମାତ୍ର ସତ୍ୟ ପୁଣି ଜୀବିତ ଈଶ୍ୱର। ସେଥିପାଇଁ ଏଲିୟ ସେଦିନ ଏଇ ମିଥ୍ୟା ଦେବାଗଣ ଗୁଡ଼ିକୁ ସେମାନେ ନଷ୍ଟ କରିଥିଲେ। ପରବର୍ତ୍ତୀ ସମୟରେ ଆମେ ଦେଖୁଛୁ କିପରି ଭାବରେ ସେମାନେ ବିଦେଶୀୟ ଦେବତା ମାନଙ୍କୁ ଆଣି ଇସ୍ରାଏଲ ମାନଙ୍କର ମଧ୍ୟରେ ପ୍ରଚଳନ କରିବା ପାଇଁ, ସେମାନେ ମଧ୍ୟରେ ବୃଦ୍ଧି କରିବା ପାଇଁ ସେମାନେ ବାରମ୍ବାର ସେମାନେ ଚେଷ୍ଟା କରୁଥିଲେ। ପରବର୍ତ୍ତୀ ସମୟରେ ଜିହୁଦୀ ମାନଙ୍କ ମଧ୍ୟରୁ ମଧ୍ୟ ଅନେକ ଭ୍ରାନ୍ତ ଭାବବାଦୀ ମାନେ ଉଠି ଲୋକମାନଙ୍କୁ ଭିନ୍ନ ସମ୍ବାଦ ଦେଇ ସତ ଈଶ୍ୱରଙ୍କ ଠାରୁ ସେମାନଙ୍କୁ ବିଚ୍ୟୁତ କରୁଥିଲେ। ହଁ, ଏ ସମସ୍ତ ବିଷୟ ପ୍ରିୟ ଭାଇ ଭଉଣୀ ମାନେ ଆଜି ଆମମାନଙ୍କର ମଣ୍ଡଳୀ ଗୁଡ଼ିକର ମଧ୍ୟ କୌଣସି ନୂତନ ବିଷୟ ନୁହେଁ। ତେବେ ଆଜି ପିତରଙ୍କର ଏଇ ପତ୍ରକୁ ଆମେ ଯେତେବେଳେ ପାଠ କରିବା, କେତେ ଗୁଡ଼ିଏ ବିଷୟ ପ୍ରତି ଆମେ ସଚେତନ ହେବା ଏକାନ୍ତ ଆବଶ୍ୟକ। ତେବେ ପିତର ପ୍ରଥମ ଅଂଶରେ ପ୍ରକାଶ କରୁଛନ୍ତି, ତେବେ ଏଇ ଭ୍ରାନ୍ତ ଶିକ୍ଷକ ମାନେ, ଏଇ ଭଣ୍ଡ ଶିକ୍ଷକ ପୁଣି ପ୍ରଚାରକ ମାନଙ୍କର ପରିଚୟ କଣ,
କିପରି ଭାବରେ ଆମେ ସେମାନଙ୍କୁ ଜାଣିବା ଯେ ଏମାନେ ଭ୍ରାନ୍ତ, ଏମାନେ ସତ୍ୟ ନୁହେଁ। ସେଥିପାଇଁ ପ୍ରଥମ ପଦରେ 2 ପର୍ବ ପ୍ରଥମ ପଦରେ ଲେଖାଯାଉଛି ଯେ ସେମାନେ ଗୁପ୍ତ ଭାବରେ, ଛଳନାପୂର୍ଣ୍ଣ ଭାବରେ ସେମାନେ ଆସନ୍ତି। ଗୁପ୍ତ ଭାବରେ ଆସନ୍ତି, ପୁଣି ଛଳନାପୂର୍ଣ୍ଣ ଭାବରେ ସେମାନେ ଆସନ୍ତି। କାରଣ କ'ଣ? ସେମାନଙ୍କ ଜୀବନରେ ସେମାନେ ଧନ ଲୋଭରେ ଈଶ୍ୱରଙ୍କର ବାକ୍ୟକୁ ଛଳନାପୂର୍ଣ୍ଣ ଭାବରେ ଅର୍ଥ ଲାଭ ନିମନ୍ତେ ସେମାନେ ତୁମମାନଙ୍କ ନିକଟକୁ ଆସିଥାନ୍ତି। ଗୁପ୍ତ ଭାବରେ, ପ୍ରକାଶ୍ୟ ଭାବରେ ନୁହେଁ। ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିବା, ଯୋଉମାନେ ଗୁପ୍ତ ଭାବରେ ଷଡ଼ଯନ୍ତ୍ର କରି ଲୁକାୟିତ ଭାବରେ ସେମାନେ ମଣ୍ଡଳୀ ମଧ୍ୟରେ କାର୍ଯ୍ୟ କରନ୍ତି, ସେମାନେ ଅସତ୍ୟ। ଯୋଉମାନେ ସତ୍ୟ ସୁସମାଚାରକୁ ଜାଣିଛନ୍ତି, ଯୋଉମାନେ ସତ୍ୟ ଭାବରେ ଆଚରଣ କରନ୍ତି, ସେମାନେ ସାହସିକ ଭାବରେ ମଣ୍ଡଳୀ ମଧ୍ୟରେ, ମଣ୍ଡଳୀ ବାହାରେ, ପରିବାରରେ ଯୁଆଡେ ଯାଆନ୍ତୁ ନା କାହିଁକି ସେମାନଙ୍କର ଜୀବନ ଏକ ସ୍ୱଚ୍ଛ ଜୀବନ, ଅକପଟ ଜୀବନ, ଘୋଡ଼ଣୀରେ ଘୋଡ଼ା ହେବା ଜୀବନ ନୁହେଁ। ମନେ ରଖିବା, ପ୍ରଥମ ପିତର କହୁଛନ୍ତି ଏଇ ଭ୍ରାନ୍ତ ଶିକ୍ଷକ ମାନେ ଗୁପ୍ତରେ ସେମାନେ ଆସନ୍ତି। ଦ୍ୱିତୀୟ ବିଷୟ ସେ ପ୍ରକାଶ କରୁଛନ୍ତି, କେବଳ ଗୁପ୍ତ ଭାବରେ, ଛଳନାପୂର୍ଣ୍ଣ ଭାବରେ ସେମାନେ ଆସନ୍ତି ତାହା ନୁହେଁ, ମାତ୍ର ସେ କହୁଛନ୍ତି ଏଇ ଭ୍ରାନ୍ତ ଶିକ୍ଷକ ମାନେ ସେମାନେ କ'ଣ କରନ୍ତି? ସେମାନେ ଈଶ୍ୱରଙ୍କର ବାକ୍ୟ ଯେ ପବିତ୍ର ଆତ୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ, ମୁଦ୍ରାଙ୍କିତ, ତାହାକୁ ସେମାନେ ଅସ୍ୱୀକାର କରନ୍ତି। ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଭୋଗକୁ ଅସ୍ୱୀକାର କରନ୍ତି। ସେମାନେ ପାପକୁ ଅସ୍ୱୀକାର କରନ୍ତି। ସେମାନେ ଆଗାମୀ ଈଶ୍ୱରଙ୍କର ଅନନ୍ତକାଳୀନ ବିଚାରକୁ ମଧ୍ୟ ସେମାନେ ଅସ୍ୱୀକାର କରନ୍ତି। ସେଥିପାଇଁ ପ୍ରଥମ ପଦରେ ପିତର କହୁଛନ୍ତି, ମନେ ରଖ, ସେଇ ଭ୍ରାନ୍ତ ଶିକ୍ଷକ ମାନେ କେବଳ ଗୁପ୍ତ ଭାବରେ ଆସନ୍ତି ତାହା ନୁହେଁ, ମାତ୍ର ଏ ସମସ୍ତ ସତ୍ୟତାର ବିଷୟବସ୍ତୁ ଗୁଡ଼ିକୁ ସେମାନେ ଅସ୍ୱୀକାର କରନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆଜି କ'ଣ ଆପଣ ପୁଣି ମୁଁ ଏଇ ପ୍ରକାର ଶିକ୍ଷକ ମାନଙ୍କର ସମ୍ମୁଖରେ ଆସିଛୁ, ଯୋଉମାନେ କି ଆପଣଙ୍କୁ ପୁଣି ମତେ ଶିକ୍ଷା ଦଉଛନ୍ତି ଯେ ଏଇ ପବିତ୍ର ବାକ୍ୟ ତାହା ଈଶ୍ୱରଙ୍କର ବାକ୍ୟ ନୁହେଁ। ଏଇ ସତ୍ୟ ବାକ୍ୟରେ ଅନେକ ଭୁଲ ରହିଛି, ଅନେକ ଭ୍ରାନ୍ତ ବିଷୟ ରହିଛି, ଆହୁରି ଅନେକ ବିଷୟ ଏଇ ଈଶ୍ୱରଙ୍କର ବାକ୍ୟରେ ଆମକୁ ଯୋଡ଼ିବାକୁ ପଡ଼ିବ। ମନେ ରଖ ପ୍ରିୟ ଭାଇ ଭଉଣୀ ମାନେ, ସେମାନେ ଅନ୍ୟ କେହି ନୁହନ୍ତି, ମାତ୍ର ସେମାନେ ଭ୍ରାନ୍ତ ଶିକ୍ଷକ, ଯୋଉମାନେ ଈଶ୍ୱରଙ୍କର ବାକ୍ୟକୁ ଈଶ୍ୱରଙ୍କର ବାକ୍ୟ ବୋଲି ଗ୍ରହଣ କରନ୍ତି ନାହିଁ, ପାପକୁ ସ୍ୱୀକାର କରନ୍ତି ନାହିଁ। କୁହନ୍ତି ଏ ସମସ୍ତ କେବଳ ଆମମାନଙ୍କର ଦୁର୍ବଳତା, ମଣିଷର ଦୁର୍ବଳତା ନା। ଈଶ୍ୱରଙ୍କ ବାକ୍ୟ କୁହେ ପାପ ହିଁ ପାପ, ପାପର ବିଚାର ହବ, ପାପର ଶାସ୍ତି ହବ, ପାପର ପରିତ୍ରାଣ ଅଛି। କିନ୍ତୁ ସେଇ ପରିତ୍ରାଣ କର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଅସ୍ୱୀକାର କରନ୍ତି। ଯୋଉମାନେ ଅସ୍ୱୀକାର କରନ୍ତି ସେମାନେ ଭ୍ରାନ୍ତ ଶିକ୍ଷକ। କେବଳ ସେତିକି ନୁହେଁ, ପିତର କହୁଛନ୍ତି ଆଗାମୀ ବିଚାରକୁ ମଧ୍ୟ ସେମାନେ ବିଶ୍ୱାସ କରନ୍ତି ନାହିଁ। କାରଣ ତାହା ସତ କଥା, ଯଦି ସେମାନେ ପାପକୁ ସ୍ୱୀକାର କରନ୍ତି ନାହିଁ, ଖ୍ରୀଷ୍ଟଙ୍କର ମୃତ୍ୟୁ ଭୋଗ ପରିତ୍ରାଣ କାର୍ଯ୍ୟକୁ ବିଶ୍ୱାସ କରନ୍ତି ନାହିଁ, ନିଶ୍ଚିତ ଭାବରେ ସେମାନେ ଈଶ୍ୱରଙ୍କର ବିଚାରକୁ ମଧ୍ୟ ବିଶ୍ୱାସ କରନ୍ତି ନାହିଁ। କାରଣ ସେମାନେ ଜାଣନ୍ତି ଈଶ୍ୱର ବିଚାର ନାହିଁ, ଏଇ ଜଗତ ଆମମାନଙ୍କ ପାଇଁ ଶେଷ। ସେଥିପାଇଁ ପିତର ସେମାନଙ୍କୁ ପ୍ରଥମ ପରିଚୟ ପତ୍ରରେ କହୁଛନ୍ତି ସେମାନେ ଗୁପ୍ତ ଭାବରେ ଆସନ୍ତି, ସେମାନେ ଈଶ୍ୱରଙ୍କର ବାକ୍ୟର ସତ୍ୟତାକୁ ଅସ୍ୱୀକାର କରନ୍ତି। କେବଳ ସେତିକି ନୁହେଁ, ମାତ୍ର ସେମାନଙ୍କ ମଧ୍ୟରେ ଆଉ ଏକ ବିଷୟ ରହିଛି। କ'ଣ? କାମୁକତା, ଶାରୀରିକ ଅଭିଳାଷ। ଆଉ ପ୍ରେରିତ ପାଉଲ ଯେତେବେଳେ ଗାଲାତି ମଣ୍ଡଳୀକୁ ପତ୍ର ଲେଖୁଛନ୍ତି, ସେ ସ୍ପଷ୍ଟ ଭାବରେ କହୁଛନ୍ତି କାମୁକତା, ଶରୀରର ଅଭିଳାଷ ହଉଛି ଶାରୀରିକ ବିଷୟ, ଶାରୀରିକ ବିଷୟ। ଆଉ ଯୋଉମାନେ ଶାରୀରିକ ଭାବରେ ଆଚରଣ କରନ୍ତି, ପାଉଲ କହୁଛନ୍ତି ସେମାନେ ନିଶ୍ଚିତ ଭାବରେ ଈଶ୍ୱରଙ୍କର କ୍ରୋଧର ପାତ୍ର। ଭାଇ ଭଉଣୀ ମାନେ ଦେଖିପାରୁଛୁ, ଏଇ ଭ୍ରାନ୍ତ ଶିକ୍ଷକ ମାନେ ସେମାନେ ଆପଣା ଶାରୀରିକ ଅଭିଳାଷ ନେଇ କାମୁକତାରେ ଆପଣଙ୍କର ନିକଟକୁ ଆସନ୍ତି, ମଣ୍ଡଳୀ ମଧ୍ୟରେ ଅଛନ୍ତି, ମଣ୍ଡଳୀକୁ ପ୍ରଭାବିତ କରନ୍ତି, ଦୁର୍ବଳ ବିଶ୍ୱାସ ମାନଙ୍କୁ ପ୍ରଭାବିତ କରନ୍ତି। ଦେଖାଯାଉଛି ସେମାନଙ୍କର କାମୁକତା। ଯିହୁଦା ମଧ୍ୟ ସମାନ ଭାବରେ ତାଙ୍କର ପତ୍ରରେ ଏଇ ମଣ୍ଡଳୀ ଗୁଡ଼ିକୁ ସେ ମଧ୍ୟ ପତ୍ର ଲେଖିଥିଲେ।
କେବଳ ଗୋଟିଏ ପର୍ବ ସେଥିରେ ସେ କହୁଛନ୍ତି ଯୁଦା ତାର ଚାରିପଦରେ ଲେଖାଯାଉଛି କେତେକ ଲୋକ ତୁମମାନଙ୍କର ମଧ୍ୟରେ ଗୁପ୍ତ ଭାବରେ ପ୍ରବେଶ କରିଅଛନ୍ତି ସେମାନେ ଧାର୍ମିକ ନୁହନ୍ତି ସେମାନେ ଅଧାର୍ମିକ କାମୁକତାରେ ବ୍ୟବହାର କରନ୍ତି। ହଁ ସେମାନେ କେବଳ ଗୁପ୍ତରେ ଆସନ୍ତି ତାହା ନୁହେଁ ସେମାନେ କେବଳ ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ଅବିଶ୍ୱାସ କରନ୍ତି ଅସ୍ୱୀକାର କରନ୍ତି ତାହା ନୁହେଁ ମାତ୍ର ସେମାନେ ଆପଣା ଜୀବନକୁ କାମୁକତାରେ ଶାରୀରିକ ଅଭିଳାଷ ପୂର୍ଣ୍ଣ କରିବା ଆକାଂକ୍ଷାରେ ସେମାନେ ମଣ୍ଡଳୀ ମଧ୍ୟରେ ପ୍ରବେଶ କରନ୍ତି ଯେପରି ସେମାନେ ମଣ୍ଡଳୀକୁ ବିବାଦ କରିବେ ପୁଣି ସେଇ ଲୋକମାନଙ୍କୁ ଆପଣାର ଦଳଭୁକ୍ତ କରିବେ। ଭାଇ ଭଉଣୀ ମାନେ ଆମେ ସଚେତନ ହଉ ଯଦି ଏହି ପ୍ରକାର ଲୋକମାନଙ୍କ ସଂସ୍ପର୍ଶରେ ଆସୁଛୁ ମନେ ରଖିବା ସେମାନେ ସତ୍ୟ ସୁସମାଚାର ସେବକ ନୁହନ୍ତି ସତ୍ୟ ପାଳକ ନୁହନ୍ତି ସତ୍ୟ ପ୍ରଚାରକ ନୁହନ୍ତି ସତ୍ୟ ମିଶନାରୀ ନୁହନ୍ତି ସେମାନେ କାମୁକତାରେ ସେମାନେ ଆପଣା ଜୀବନକୁ ବଶରେ ରଖିଛନ୍ତି ଶାରୀରିକ ଅଭିଳାଷ। ସେତିକି ନୁହେଁ ମାତ୍ର ଲେଖାଯାଉଛି ପିତର କହୁଛନ୍ତି ପୁଣି ଯାକୁବ ମଧ୍ୟ ଯିହୁଦା ମଧ୍ୟ କହିଲେ ସେମାନଙ୍କର ଲକ୍ଷ୍ୟ କଣ ଧନ ଲୋଭ। ପ୍ରିୟ ଭାଇ ଭଉଣୀ ମାନେ ଆମମାନେ ମନେ ରଖିବା ଯୋଉ ପାଳକ ଯୋଉ ପ୍ରଚାରକ ଯୋଉ ମିଶନାରୀ ଆପଣଙ୍କର ଦ୍ୱାରସ୍ଥ ହୁଏ ଆପଣଙ୍କର ସମ୍ମୁଖକୁ ଆସେ ପ୍ରଭୁଙ୍କର ବାକ୍ୟ ହୁଏତ ଭିନ୍ନ ପ୍ରକାର ଭାବରେ ପ୍ରଚାର କରେ ଶିକ୍ଷା ଦିଏ ଯଦି ତାର ମୌଳିକ ଲକ୍ଷ୍ୟ ଥାଏ ଆପଣଙ୍କ ଠାରୁ ମୋ ଠାରୁ ଅର୍ଥ ଲାଭ କରିବା ପାଇଁ କଳେ ବା କୌଶଳେ ଛଳନା ଭାବରେ ଗୁପ୍ତ ଭାବରେ ପ୍ରିୟ ବନ୍ଧୁଗଣ ମନେ ରଖିବା ସେମାନଙ୍କର ଚରିତ୍ର ଏଇ ପ୍ରକାର। ହଁ ପ୍ରିୟ ବନ୍ଧୁଗଣ ଆପଣ ଜାଣନ୍ତି ମୁଁ ଜାଣନ୍ତି ଏହିପରି ଅନେକ ଘଟଣା ସମ୍ମୁଖରେ ମୁଁ ମଧ୍ୟ ଆସିଛି ଯୋଉମାନେ କି ଆଜି ଘର ବୁଲନ୍ତି ଗୁପ୍ତ ଭାବରେ ସେମାନେ ବୁଲନ୍ତି ଲୌକିକ ଭାବରେ ନୁହେଁ ଏପରିକି ଯୋଉ ସମୟରେ ଘରେ ସମସ୍ତେ ଥାଆନ୍ତି ସେମାନେ ଆସନ୍ତି ନାହିଁ ଯେତେବେଳେ ଦୁର୍ବଳା ସ୍ତ୍ରୀ ମାନେ ଥାଆନ୍ତି ମହିଳା ମାନେ ଥାଆନ୍ତି ସେମାନେ ସେଇ ଅସମୟରେ ଆସନ୍ତି। ପ୍ରିୟ ଭାଇ ଭଉଣୀ ମାନେ ଆମେ ସଚେତନ ହେବା ସେଦିନ ପିତରଙ୍କ ହୃଦୟରେ ପବିତ୍ର ଆତ୍ମା ଏଇ ବୋଝ ଦେଇଥିଲେ ଯେପରି ସେମାନେ ସଚେତନ କରିବେ ହଁ ଗୋଟିଏ ପାଖରେ ତାଡ଼ନା ମନେ ରଖ ଆଉ ଏକ ଭୀଷଣ ପରିସ୍ଥିତି ମଧ୍ୟରେ ତୁମମାନେ ଗତି କରୁଛ ତାହା କଣ ଭ୍ରାନ୍ତ ଶିକ୍ଷା ଭଣ୍ଡ ଖ୍ରୀଷ୍ଟ ମାନେ ଉଠିବେ। ଯୀଶୁ ବାରମ୍ବାର କହିଥିଲେ ଜାଗ୍ରତ ହୁଅ ମୋ ନାମରେ ପ୍ରଭୁ ବୋଲି କହନ୍ତି ସମସ୍ତେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ସେଦିନ ଯୀଶୁ ମଧ୍ୟ ଶିଷ୍ୟମାନଙ୍କୁ କହିଥିଲେ ହଁ ମୋ ନାମରେ ଅନେକ ଉଠିବେ ସେମାନେ କହିବେ ହେ ଯୀଶୁ ତୁମର ନାମରେ କଣ ଆମେ ଏଇ ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିନାଉ। ଯୀଶୁ ସେଦିନ କହିବେ ତୁମମାନେ କିଏ ମୁଁ ଜାଣିନି। ହଁ ପ୍ରିୟ ବନ୍ଧୁଗଣ ଆଜି ଆମମାନଙ୍କର ମଣ୍ଡଳୀ ଆମର ପରିବାର ଆମମାନଙ୍କର ବିଶ୍ୱାସର ଜୀବନରେ ଏହି ପ୍ରକାର ଅନେକ ଲୋକମାନଙ୍କର ସଂସ୍ପର୍ଶରେ ଆମେ ଆସୁଛୁ ସଚେତନ ହେବା ଜାଗ୍ରତ ହେବା। ପିତର କହୁଛନ୍ତି ସଚେତନ ହୁଅ ଜାଗ୍ରତ ହୁଅ ତୁମମାନଙ୍କୁ ସାବଧାନ କରିବା ପାଇଁ ମୋର ଏଇ ଜୀବନ ଅନ୍ତିମ ସମୟରେ ମୁଁ ଯାଉଛି ଫାଶୀ କାଣ୍ଠରେ ଝୁଲିବି କିନ୍ତୁ ତା ପୂର୍ବରୁ ତୁମମାନଙ୍କୁ ସଚେତନ କରିବା ପାଇଁ ଚାହୁଁଛି ଯେପରି ଭ୍ରାନ୍ତ ଶିକ୍ଷକ ମାନଙ୍କର ଚରିତ୍ର ବିଷୟରେ ଆଚରଣ ବିଷୟରେ ତୁମମାନେ ଯେପରି ସାବଧାନ ହୁଅ। ଯୀଶୁ କହିଲେ ମୋର ନାମରେ ସେମାନେ ମେଣ୍ଢା ଲୋମରେ ଆସିବେ ଛଳନାପୂର୍ଣ୍ଣ ଭାବରେ ଆସିବେ ସେମାନଙ୍କର ପଛରେ ତୁମମାନେ ଯାଅ ନା। ହଁ କେବଳ ସେତିକି ନୁହେଁ ମାତ୍ର ସେମାନେ କେଉଁ ପ୍ରକାର ଆସନ୍ତି ସେମାନଙ୍କର ଚରିତ୍ର ସେଇ ପ୍ରକାର କିନ୍ତୁ କେଉଁ ପ୍ରକାର ଆସନ୍ତି ସେମାନଙ୍କର ଚିହ୍ନ ସକଳ କଣ ଆମେ 10 ପଦରୁ 16 ପଦ ମଧ୍ୟରେ ପିତରଙ୍କର ସେଇ କେତେ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ଗୁଡିକୁ ଲକ୍ଷ୍ୟ କରୁଛୁ। 10 ପଦରୁ 16 ପଦ ମଧ୍ୟରେ ସେମାନଙ୍କର ଚିହ୍ନ ସକଳ କଣ ପ୍ରଥମ ବିଷୟ ଲେଖାଯାଉଛି 10 ପଦରୁ 12 ପଦ ଭିତରେ ଲେଖାଯାଉଛି ସେମାନେ ସ୍ୱଚ୍ଛାଚାରିତା ସେମାନେ ଆତ୍ମଗର୍ଭୀ ଗର୍ବ ଅଭିମାନ ସେମାନଙ୍କର ଚିହ୍ନ। ପ୍ରିୟ ବନ୍ଧୁଗଣ ମନେ ରଖିବା ଯଦି ଆପଣଙ୍କର ଦ୍ୱାରସ୍ଥ କେହି ହେଇଥାନ୍ତି ଆପଣଙ୍କର ମଣ୍ଡଳୀରେ ଏହିପରି ଯଦି କୌଣସି ଲୋକ ଥାଆନ୍ତି ଯିଏକି ଆପଣର ଗର୍ବ ଅଭିମାନକୁ ଆତ୍ମଗର୍ବକୁ ପ୍ରକାଶ କରିବା ପାଇଁ ଆଗେଇ ଆସିଥାଏ ମନେ ରଖିବା ସେମାନଙ୍କ ପଛରେ ଏକ ଭ୍ରାନ୍ତ ବିଷୟ ରହିଛି। ପିତର କହୁଛନ୍ତି ସେମାନେ ସ୍ୱଚ୍ଛାଚାରିତା ଈଶ୍ୱରଙ୍କର ଅଧୀନରେ ରହିବା ପାଇଁ ଜୀବନ କାଟିବା ପାଇଁ ସେବା କରିବା ପାଇଁ ସେମାନେ କେବେ ହେଲେ ଇଚ୍ଛା କରିବେ ନାହିଁ
ସେମାନେ ଲୋକମାନଙ୍କୁ କହିବେ ଆମେ ଯାହା କହୁଛୁ ତାହା ସତ୍ୟ। ସ୍ୱଚ୍ଛାଚାରିତା ଅନ୍ୟମାନଙ୍କ ଉପରେ ସେମାନେ ଆଧିପତ୍ୟ କରନ୍ତି। ସେଥିପାଇଁ ପାଉଲ ବାରମ୍ବାର ତାଙ୍କର ଚିଠିରେ ବିଶ୍ୱାସୀ ମଣ୍ଡଳୀ ଗୁଡ଼ିକୁ ଲେଖୁଥିଲେ, ଭାଇମାନେ ତୁମମାନେ ଜାଣ ଯୋଉ ସମୟ ଠାରୁ ଆମେ ତୁମ ନିକଟକୁ ଆସିଲୁ କିପରି ଭାବରେ ତୁମ ମଧ୍ୟରେ ଆମେ ଆଚରଣ କରିଛୁ, କିପରି ନମ୍ରତାରେ ତୁମ ସହିତ ଆଚରଣ କରିଛୁ, ଏ ସମସ୍ତ ବିଷୟ ତୁମେ ଜାଣିଛ। ପୁଣି ପାଉଲ କହୁଛନ୍ତି ଈଶ୍ୱର ମଧ୍ୟ ଏହା ସାକ୍ଷୀ। କିନ୍ତୁ ପ୍ରିୟ ବନ୍ଧୁଗଣ, ମନେ ରଖିବା ଏହି ଭ୍ରାନ୍ତ ଶିକ୍ଷକ ମାନେ କୌଣସି ପ୍ରକାର ଭାବରେ ଈଶ୍ୱରଙ୍କୁ ଆପଣାର ସାକ୍ଷୀ କରିପାରିବେ ନାହିଁ, କାରଣ ସେମାନଙ୍କର ହୃଦୟ ଭିନ୍ନ, ସେମାନଙ୍କର ଆଚରଣ ଭିନ୍ନ। ପ୍ରଥମ ବିଶ୍ୱ ଚିହ୍ନ କଣ? ସେମାନେ ସ୍ୱଚ୍ଛାଚାରିତା, ଆତ୍ମଗର୍ବୀ, ଆତ୍ମ ଅହଙ୍କାରୀ, ନିଜର ବିଷୟରେ ବନ୍ଧୁଗଣ ସଚେତନ ହେବା। ଦ୍ୱିତୀୟ ବିଷୟ, କେବଳ ଆତ୍ମଗର୍ବୀ ନୁହନ୍ତି, ମାତ୍ର ସେମାନେ ବିଳାସ ପ୍ରିୟ। ଲେଖାଯାଉଛି ସେମାନେ ବିଳାସ ପ୍ରିୟ। ସେମାନେ ଦିନ ବେଳେ ଶୋଇ ରୁହନ୍ତି, ଅଳସ କାଟନ୍ତି, କାରଣ ସେମାନେ ଜାଣନ୍ତି ସେମାନେ କଳେ ବଳେ କୌଶଳେ ଅର୍ଥ ସଂଗ୍ରହ କରିବା ସେମାନଙ୍କର ଲକ୍ଷ୍ୟ ରହିଛି। ପ୍ରିୟ ଭାଇ ଭଉଣୀ ମାନେ, ଏହିପରି କୌଣସି ପାଳକ ପ୍ରଚାରକର ସଂସ୍ପର୍ଶରେ, ମିଶନରୀ ମାନଙ୍କ ସଂସ୍ପର୍ଶରେ ଆପଣ ଆସିଛନ୍ତି? ମଣ୍ଡଳୀ ମଧ୍ୟରେ ଏପରି କୌଣସି ବ୍ୟକ୍ତି ଅଛନ୍ତି? ଶିକ୍ଷକ ମାନେ ଉଠୁଛନ୍ତି ଯେଉଁମାନେ ଆଳସ୍ୟ ପ୍ରିୟ, ଯେଉଁମାନେ ଆରାମ କରିବା ପାଇଁ, ସୌଖିନ କରିବା ପାଇଁ, ଶରୀରର ଅଭିଳାଷକୁ ପୂର୍ଣ୍ଣ କରିବା ପାଇଁ ସେମାନେ ସବୁବେଳେ ଲାଳାୟିତ। ପିତର କହୁଛନ୍ତି ସେମାନେ ଆଳସ୍ୟ ପ୍ରିୟ। ସେମାନଙ୍କର ଆତ୍ମଗର୍ବୀ ନୁହନ୍ତି, ଆଳସ୍ୟ ପ୍ରିୟ, ଶୋଇବାକୁ ଇଚ୍ଛା କରନ୍ତି। ଆଉ ପିତର କହୁଛନ୍ତି ମନେ ରଖ, ସେମାନେ ପଶୁ ମାନଙ୍କ ସଦୃଶ, ସେମାନେ ପଶୁ ମାନଙ୍କର ସଦୃଶ ବିଳାସ ପ୍ରିୟ। ସେମାନେ ବାକ୍ୟକୁ ଅନ୍ୟଥା କରନ୍ତି, ପୁଣି ସେମାନେ ଅଭିଶାପକୁ ପୂର୍ଣ୍ଣ କରନ୍ତି ଓ ଦଳଭୁକ୍ତ କରନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ସେମାନଙ୍କୁ ଆମେ ସ୍ମରଣ ରଖିବା। ତୃତୀୟ ବିଷୟ, ପିତର କହୁଛନ୍ତି ସେମାନେ ବିଦ୍ରୋହ ଆଚରଣ। 15 ଆଉ 16 ପଦ ଲେଖାଯାଉଛି ସେମାନେ ବିଦ୍ରୋହୀ, ଉତ୍ତମ ମାର୍ଗ ସେମାନେ ପରିତ୍ୟାଗ କରିଛନ୍ତି, ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରିବା ପାଇଁ ଇଚ୍ଛା କରନ୍ତି ନାହିଁ। ସେମାନେ ବିଦ୍ରୋହ ଆଚରଣ କରନ୍ତି। ଯଦି କେହି ସେମାନଙ୍କୁ ସତ୍ୟ ବିଷୟରେ ଉପଦେଶ ଦିଏ, ପରାମର୍ଶ ଦିଏ, ସଙ୍ଗେ ସଙ୍ଗେ ସେମାନେ ତାର ପ୍ରତିରୋଧ କରନ୍ତି। ସେମାନେ କହନ୍ତି ସେ ସମସ୍ତ ମିଥ୍ୟା, କିନ୍ତୁ ସେମାନେ ଯେ ମିଥ୍ୟା ତାହା ସେମାନେ କୌଣସି ପ୍ରକାରେ ସ୍ୱୀକାର କରନ୍ତି ନାହିଁ। ପିତର କହୁଛନ୍ତି ସେମାନଙ୍କ ପ୍ରତି ସଚେତନ ହୁଅ। ସେମାନେ ସ୍ୱଚ୍ଛାଚାରୀ, ପୁଣି ସେମାନେ ବିଳାସ ପ୍ରିୟ, ପୁଣି ସେମାନେ ବିଦ୍ରୋହ ଆଚରଣରେ ସେମାନେ ଆସକ୍ତ ଅଟନ୍ତି। ସେତିକି ନୁହେଁ, ପୁନର୍ବାର ସେ 16 ପଦରେ କହୁଛନ୍ତି କଣ ନା, ସେମାନଙ୍କର ହୃଦୟ ମଧ୍ୟରେ ସେ ଲୋଭ ରହିଛି। ପାଳକ ପ୍ରଚାରକ ମିଶନରୀ ମାନଙ୍କର ଜୀବନରେ, ସତ୍ୟ ସେବକ ମାନଙ୍କର ଜୀବନରେ, ପ୍ରିୟ ଭାଇ ଭଉଣୀ ମାନେ, ଅର୍ଥ ଲୋଭର କଣ ସ୍ଥାନ ଅଛି? କୌଣସି ପ୍ରକାର ନାହିଁ। ସେଥିପାଇଁ ପିତର ବାରମ୍ବାର ସେମାନଙ୍କୁ ସଚେତନ କରାଉଛନ୍ତି। ଯୋଉମାନେ ଅର୍ଥ ଲୋଭରେ ତୁମମାନଙ୍କ ନିକଟକୁ ଆସନ୍ତି, ମଣ୍ଡଳୀ ମଧ୍ୟରେ ପ୍ରବେଶ କରନ୍ତି, ମନେ ରଖ ସେମାନେ ଭ୍ରାନ୍ତ। ସେଥିପାଇଁ ପାଉଲ ତାଙ୍କର ମଣ୍ଡଳୀ ଗୁଡ଼ିକୁ ବାରମ୍ବାର ସେ ଲେଖୁଥିଲେ, ହେ ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ତୁମମାନଙ୍କ ନିକଟକୁ ଆମେ ଆସିଲୁ, ଆମମାନେ ତୁମର ଅର୍ଥ ବିଷୟରେ ଲାଳାୟିତ ନଥିଲୁ, କାହାର ନିକଟରୁ ଆମେ ଲାଳାୟିତ ନଥିଲୁ। ତା ସେ ପ୍ରଥମ ଥେସଲୋନିକେ ତାର 2 ପର୍ବରେ କହୁଛନ୍ତି ଆମେ କାହାର ବିଷୟରେ ଲୋଭ କରିନଥିଲୁ। ଆଉ ସେ ହାତ ଟେକି କହୁଛନ୍ତି, ଦେଖ ହେ ବିଶ୍ୱାସୀ ଭାଇ ଭଉଣୀ ମାନେ, ଦେଖ ଏଇ 2 ହାତ ଦିନ ପୁଣି ରାତି ପରିଶ୍ରମ କରି ନିଜର ପୁଣି ମୋର ସହକର୍ମୀ ମାନଙ୍କର ଆମମାନଙ୍କର ପ୍ରୟୋଜନ ବିଷୟ ଆମେ ସଂଗ୍ରହ କରୁଛୁ। ଆମେ କାହାର ଭାରଗ୍ରସ୍ତ ହେବା ପାଇଁ ଚାହୁଁନୁ। ହଁ, ପ୍ରେରିତ ପାଉଲ ସେଥିପ୍ରତି ସଚେତନ ଥିଲେ, ଯେପରି ମଣ୍ଡଳୀ ଗୁଡ଼ିକ ସେମାନଙ୍କୁ କହିବେନି, ହଁ ପାଉଲ ଆମଙ୍କ ମଣ୍ଡଳୀକୁ ଆସୁଛନ୍ତି, ଅର୍ଥ ଲୋଭରେ ଆସୁଛନ୍ତି, ଅର୍ଥ ସଂଗ୍ରହ କରି ନେଇଯାଉଛନ୍ତି। ନା, ପାଉଲ ସେ ସବୁକୁ କାଟି କହୁଛନ୍ତି, ନା, ତୁମର ଅର୍ଥ ବିଷୟରେ ଆମେ ଲୋଭାସକ୍ତ ନୁହେଁ। ହଁ ପ୍ରିୟ ବନ୍ଧୁଗଣ, ପିତର କହୁଛନ୍ତି ଏଇ 4ଟି ବିଷୟ ପ୍ରତି ତୁମେ ସଚେତନ ରହିବା ଏକାନ୍ତ ଆବଶ୍ୟକ। ସେମାନଙ୍କ ଚିହ୍ନ କଣ? ନା, ସେମାନେ ସ୍ୱଚ୍ଛାଚାରୀ, ସେମାନେ ବିଳାସ ପ୍ରିୟ, ସେମାନେ ବିଦ୍ରୋହାଚାରୀ, ପୁଣି ସେମାନେ ଲୋଭାସକ୍ତ। କେବଳ ସେତିକି ନୁହେଁ, ପିତର ଆଉ ଟିକେ ଆଗକୁ ଯାଇ କହୁଛନ୍ତି 17 ପଦରୁ 18 ପଦ ମଧ୍ୟରେ ସେ କହୁଛନ୍ତି, ଏଇ ଭ୍ରାନ୍ତ ଶିକ୍ଷକ ମାନେ କଣ କରନ୍ତି? ତୁମମାନଙ୍କୁ ସ୍ୱାଧୀନ
ସ୍ୱାଧୀନତା ଦେବା ପାଇଁ ପ୍ରତିଜ୍ଞା କରନ୍ତି। ସେମାନଙ୍କୁ ତୁମକୁ ମୁକ୍ତ କରିବା ପାଇଁ, ସବୁ ପ୍ରକାର ଈଶ୍ୱରଙ୍କ ବାକ୍ୟରୁ ବନ୍ଧନରୁ ମୁକ୍ତ କରିବା ପାଇଁ, ସ୍ୱାଧୀନ ଜୀବନ କାଟିବା ପାଇଁ ସେମାନେ ତୁମକୁ ପ୍ରତିଜ୍ଞା କରନ୍ତି। କିନ୍ତୁ ପିତର କହୁଛନ୍ତି ମନେ ରଖ, ସେମାନଙ୍କର ଏ ସମସ୍ତ ପ୍ରତିଜ୍ଞା କେବଳ ବୃଥା ମାତ୍ର, ମିଥ୍ୟାରେ ସେମାନେ ତୁମକୁ ସ୍ୱାଧୀନତା ଦେବା ପାଇଁ ଛଳନା କରନ୍ତି, ପ୍ରତିଜ୍ଞା କରନ୍ତି, ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ମନେ ରଖ, ସେମାନଙ୍କର ଏ ସମସ୍ତ ପ୍ରତିଜ୍ଞା ଗୁଡ଼ିକ, ସ୍ୱାଧୀନତାର ପ୍ରତିଜ୍ଞା ଗୁଡ଼ିକ କେବଳ ଛଳନା ମାତ୍ର। ସେଥିପାଇଁ ପିତର ତିନୋଟି ଉଦାହରଣ ଦେଇ ସେମାନଙ୍କୁ ବୁଝେଇ ଦଉଛନ୍ତି, ଯଦ୍ୱାରା କି ସେମାନେ ଜାଣିବେ ଯେ ଭ୍ରାନ୍ତ ଶିକ୍ଷକ ମାନେ କୋଉ ପ୍ରକାର। ପ୍ରଥମ ଚିତ୍ର ପିତର କହୁଛନ୍ତି 17 ପଦରେ, ସେମାନେ ଜଳ ବିହୁନ କୂପ। এই ଭ୍ରାନ୍ତ ଶିକ୍ଷକ ମାନେ କିଏ? ଯୋଉ ଝରଣାରେ ପାଣି ନାହିଁ, ଏକ ନିର୍ଝରଣୀ, ଶୁଷ୍କ ନିର୍ଝରଣୀ ସଦୃଶ। ଆମେ ଜାଣିଛୁ ବନ୍ଧୁଗଣ, ନିର୍ଝରଣୀରେ ପାଣି କେବେ ହେଲେ ସୁଖେ ନା, ପାଣି କେବେ ହେଲେ ସୁଖେ ନା। ସେଥିପାଇଁ ଯୀଶୁ ସେଦିନ ସେଇ ସମରଣୀୟ ସ୍ତ୍ରୀକୁ କଣ କହିଲେ? କହିଲେ ଯଦି ତୁ ମତେ ବିଶ୍ୱାସ କରୁ, ତୋର ହୃଦୟ ମଧ୍ୟରୁ এই ପ୍ରକାର ଏକ ନିର୍ଝର, ଜୀବନ ରୂପ ନିର୍ଝର ସେ ଛୁଟିବ। এই ନିର୍ଝରଣୀ କେବେ ହେଲେ ସମାପ୍ତ ହବ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, କିନ୍ତୁ এই ଭ୍ରାନ୍ତ ଶିକ୍ଷକ ମାନେ କୋଉ ପ୍ରକାର ନିର୍ଝରଣୀ? ସେମାନଙ୍କର ଜୀବନରେ କୌଣସି ଜଳ ନାହିଁ, ଶୁଷ୍କ ନିର୍ଝରଣୀ। ସେମାନଙ୍କର କଥା ଗୁଡ଼ିକ, ସେମାନଙ୍କର ପ୍ରତିଜ୍ଞା ଗୁଡ଼ିକ କେବଳ ନିଷ୍ଫଳ ମାତ୍ର। ହଁ ପ୍ରିୟ ଭାଇ ଭଉଣୀ ମାନେ, ଯେ ଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ଜୀବନରେ ବିଶ୍ୱାସ କରିଛି, ଯେ ସତ୍ୟ ସେବକ ସେବିକା, ଯେ ସତ୍ୟ ପ୍ରଚାରକ, ଯେ ସତ୍ୟ ପାଳକ, ଯେ ସତ୍ୟ ମିଶନାରୀ, ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିବା, ସେମାନଙ୍କର ଜୀବନ ଉଛୁଳା ଜୀବନ, ସେମାନଙ୍କର ଜୀବନ ଉଛୁଳା ଜୀବନ। ଯଦି ଏପରି କୌଣସି ପାଳକ, ପ୍ରଚାରକ, ମିଶନାରୀ ମାନଙ୍କର ଜୀବନର କଥା ଗୁଡ଼ିକ ସ୍ପଷ୍ଟ, ଖଣ୍ଡଖଣ୍ଡିଆ ଭାବରେ କଥା କୁହନ୍ତି, ଅସ୍ପଷ୍ଟ ଭାବରେ କଥା କୁହନ୍ତି, ମନେ ରଖିବା ସେମାନଙ୍କର ଜୀବନ ଶୁଷ୍କ ଜୀବନ, ଶୁଷ୍କ ନିର୍ଝରଣୀ। ସେମାନେ ଭଣ୍ଡ, ସେମାନେ ଭ୍ରାନ୍ତ। ସେମାନଙ୍କର ପଛରେ ନ ଯିବା ପାଇଁ ପିତର ବାରମ୍ବାର ବିଶ୍ୱାସୀ ମାନଙ୍କୁ ସଚେତନ କରୁଛନ୍ତି। ସେମାନେ କୋଉ ପ୍ରକାର? ସେମାନେ ଜଳ ବିହୁନ ଏକ ଶୁଷ୍କରଣୀ, ଏକ ପୁଷ୍କରଣୀ ବା ଏକ କୂପ ସଦୃଶ। ଦ୍ୱିତୀୟ ଚିତ୍ର ସେ କହୁଛନ୍ତି ଯେ ସେମାନେ ବାୟୁ ଚାଳିତ ମେଘ ତୁଲ୍ୟ। ତାର ଅର୍ଥ କଣ? ପିତର କହୁଛନ୍ତି ସେମାନେ ଜଳ ଶୂନ୍ୟ କୂପ ପରି ନୁହେଁ କେବଳ, ମାତ୍ର ସେମାନେ ବାୟୁ ଚାଳିତ ମେଘ। ଯେତେବେଳେ ଆକାଶରେ ମେଘ ଆସେ, ଆମେ ଜାଣୁ ମେଘ ପଛରେ ଆସୁଛି ବର୍ଷା ଆସୁଛି, କିନ୍ତୁ ସେମାନଙ୍କର ଜୀବନ ପଛରେ ବର୍ଷା ଆଶୀର୍ବାଦ ଆସିବା ପରିବର୍ତ୍ତେ ତୁଫାନ ଆସୁଛି, ଝଡ଼ ଆସୁଛି। ତାର କାରଣ କଣ? ପିତର କହୁଛନ୍ତି ସେମାନଙ୍କର ପଛରେ ଯେ ବିନାଶ ଆସୁଛି, ସେମାନଙ୍କର ପଛରେ ଯେ ଈଶ୍ୱରଙ୍କର ଦଣ୍ଡ ଆସୁଛି, ତାହା ସେମାନେ ଜାଣୁନାହାନ୍ତି, ତାହା ତୁମ୍ଭେମାନେ ମଧ୍ୟ ଜାଣୁନାହଁ। ସେଥିପାଇଁ ପିତର କହୁଛନ୍ତି ସଚେତନ ହୁଅ। ସେମାନେ ଜଳ ବିହୁନ ନିର୍ଝରଣୀ କେବଳ ନୁହନ୍ତି, ମାତ୍ର ସେମାନେ ବାୟୁରେ ଚାଳିତ ମେଘ ତୁଲ୍ୟ। କେବଳ ପ୍ରତିଜ୍ଞା ଦିଅନ୍ତି, ହଁ ମେଘ ଆସିବ ବୋଲି, ବର୍ଷା ଆସିବ ବୋଲି ସେମାନେ କୁହନ୍ତି, କିନ୍ତୁ ଭ୍ରାନ୍ତ। ଝଡ଼ ଆସେ, ବର୍ଷା ପରିବର୍ତ୍ତେ ଝଡ଼ ଆସେ। ବନ୍ଧୁଗଣ, ସଚେତନ ରହିବା। ତୃତୀୟ ଚିତ୍ର ସେ କହୁଛନ୍ତି ସେମାନେ କଣ ନା ଅନ୍ଧକାରର କୁହୁଡ଼ି ସଦୃଶ। ଅନ୍ଧକାରରେ କୁହୁଡ଼ି ସଦୃଶ। ଅନ୍ଧକାର ତ ଅନ୍ଧକାର, କିନ୍ତୁ ଅନ୍ଧକାର ରାତ୍ରିରେ ଯେତେବେଳେ କୁହୁଡ଼ି ପଡ଼େ, ତାର ଅର୍ଥ କଣ ନା ଅନ୍ଧକାର ସେମାନଙ୍କର ଜୀବନକୁ ଆହୁରି ଘନୀଭୂତ କରିଦିଏ। ଅନ୍ଧକାରରୁ ଆଲୋକକୁ ନେବା ପରିବର୍ତ୍ତେ ସେମାନେ କଣ କରନ୍ତି ନା ଲୋକମାନଙ୍କୁ ଅନ୍ଧାରରୁ ଆହୁରି ଅନ୍ଧକାର ମଧ୍ୟକୁ ଠେଲି ଯାଆନ୍ତି। କାରଣ ସେମାନେ ନିଜେ ଅନ୍ଧ, କାରଣ ସେମାନେ ନିଜେ ଅନ୍ଧକାରରେ ଅଛନ୍ତି। ଆଉ ସେମାନେ କୌଣସି ପ୍ରକାର ଅନ୍ୟମାନଙ୍କୁ ଅନ୍ଧକାରରୁ ଆଲୁଅ ମଧ୍ୟକୁ ନେଇ ପାରିବେ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ମୋର ବିଶ୍ୱାସୀ ଭାଇ ଭଉଣୀ ମାନେ, ଆମେ ସଚେତନ ହବା। ଏହି ପ୍ରକାର ଅନେକ ଭ୍ରାନ୍ତ ଶିକ୍ଷକ ମାନେ, ଭ୍ରାନ୍ତ ପାଳକ, ପ୍ରଚାରକ ମାନେ ଆମମାନଙ୍କର ମଧ୍ୟରେ, ଆମମାନଙ୍କର ମଣ୍ଡଳୀ ମଧ୍ୟରେ ଉଠୁଛନ୍ତି, ଆହୁରି ଅଧିକ ଉଠିବେ। ସେଥିପାଇଁ ବିଶ୍ୱାସୀ ଯେ ଆପଣ, ବିଶ୍ୱାସୀ ଯେ ମୁଁ, ଆମେ ସଚେତନ ହେବା। ସେମାନେ
ଜଳଶୂନ୍ୟ ନିର୍ଚ୍ଛରଣୀ, ସେମାନେ ବାୟୁ ଚାଳିତ ମେଘ, ସେମାନେ ଅନ୍ଧକାରର କୁହୁଡ଼ି ସଦୃଶ। ଏହା କ'ଣ ସେମାନଙ୍କର ଜୀବନର ଅବସ୍ଥା ପ୍ରତି ଆମେ ସଚେତନ ରହିବା। କିନ୍ତୁ ମନେ ରଖ ପ୍ରିୟ ଭାଇ ଭଉଣୀମାନେ, ସେମାନଙ୍କର ପ୍ରତି ଈଶ୍ୱରଙ୍କର ବାକ୍ୟ ଆମକୁ କ'ଣ ଶିକ୍ଷା ଦିଏ? ଈଶ୍ୱରଙ୍କ ବାକ୍ୟ ଆମକୁ ଶିକ୍ଷା ଦିଏ ଯେ ଏହି ଭ୍ରାନ୍ତ ଶିକ୍ଷକ ମାନେ ଦିନେ ବିନାଶ ହେବେ। ସେମାନେ ଗୁପ୍ତ ଭାବରେ ଧନ ଲୋଭରେ ବିଳାସ ପ୍ରିୟ ଭାବରେ ଶାରୀରିକ ଅଭିଳାଷକୁ ପୂରଣ କରିବା ପାଇଁ ବେଶୀ ଦିନ ସେମାନେ ତୁମମାନଙ୍କ ମଧ୍ୟରେ ରହିବେ ନାହିଁ। ସେମାନଙ୍କର ସମୟ ସନ୍ନିକଟ, ସେମାନଙ୍କର ବିଚାର ସୁନିଶ୍ଚିତ। ସେଥିପାଇଁ ଆମେ ପାଠ କରୁଛୁ 3 ପଦରୁ 6 ପଦରେ ଭିତର କହୁଛନ୍ତି ସେମାନଙ୍କର ବିନାଶ ସୁନିଶ୍ଚିତ। ଏପରିକି ପ୍ରଥମ ପଦରେ ଆମେ ପଢୁଛୁ ସେମାନେ ବିନାଶ ନିମନ୍ତେ ସେମାନେ ସଂଗଠିତ ହେଇଛନ୍ତି, ସଂଗୃହୀତ ହେବେ ବିନାଶ ନିମନ୍ତେ। ସେଥିପାଇଁ ବିଶ୍ୱାସୀ ମାନଙ୍କୁ ଉତ୍ସାହ ଦେବା ପାଇଁ, ଚେତନା ଦେବା ପାଇଁ, ସଚେତନ କରିବା ପାଇଁ ଭିତର କେତେ ଗୁଡ଼ିଏ ଅତୀତର ଉଦାହରଣ ସେମାନଙ୍କ ନିକଟରେ ଦଉଛନ୍ତି, ଯେପରି ସେମାନେ ଜାଣିବେ ଯେ ଏହି ଭ୍ରାନ୍ତ ଶିକ୍ଷକ ପୁଣି ଭ୍ରାନ୍ତ ଶିକ୍ଷା ପ୍ରତି ଯୋଉ ବିଚାର ଆସୁଛି ତାହା ନିଶ୍ଚିତ ବିଚାର। ହୁଏତ ସେମାନେ ଭାବୁଥିବେ, ହୁଏତ ଏହି ଶିକ୍ଷକ ମାନେ କହୁଥିବେ ନା ନା ଈଶ୍ୱରଙ୍କର ବିଚାର କିଛି ନାହିଁ, ତୁମେ ଯୋଉ ପ୍ରକାର ଅଛ ଠିକ ସେଇ ପ୍ରକାର ଅଛ, ତୁମେ ଭଲ ଅଛ। କାରଣ ନିଜେ ସେମାନେ ଅସତ୍ୟ ପଥରେ ଥିବାରୁ ଅନ୍ୟମାନଙ୍କୁ ସେଇ ଅସତ୍ୟ ପଥରେ ରଖିବା ପାଇଁ, ଚାଲିବା ପାଇଁ ସେମାନେ ମଧ୍ୟ ଇଚ୍ଛା କରନ୍ତି। କିନ୍ତୁ ପିତର ଦୃଢ଼ତାର ସହିତ କହୁଛନ୍ତି ସ୍ମରଣ ରଖ, ଅତୀତର ଘଟଣାକୁ ସ୍ମରଣ ରଖ। କ'ଣ ପିତର କହୁଛନ୍ତି? ପତିତ ଦୂତ ମାନଙ୍କର ବିଷୟ ସ୍ମରଣ କର। ଯିଶାୟା 14 ପର୍ବରେ ଆମେ ପାଠ କରୁଛୁ ସୃଷ୍ଟିର ଆରମ୍ଭରେ କିପରି ଭାବରେ ଲୁସିଫର ଯେ ଈଶ୍ୱରଙ୍କର ନିକଟରେ ଥିଲା, ଯେ ପବିତ୍ର ଦୂତ ଭାବରେ ଥିଲା, ଅହଙ୍କାର କଲା, ଗର୍ବ କଲା, ଅଭିମାନ କଲା, ଈଶ୍ୱରଙ୍କ ପରି ହେବା ପାଇଁ ଇଚ୍ଛା କଲା। ଫଳରେ କ'ଣ ଲେଖାଯାଉଛି? ଯିଶାୟା ପୁସ୍ତକରେ ଲେଖାଯାଉଛି ସେଇ ଲୁସିଫରକୁ ଈଶ୍ୱର ତଳକୁ ପକେଇଦେଲେ, ତାର ପତନ ହେଲା। ସେଥିପାଇଁ ପିତର କହୁଛନ୍ତି ଯଦି ସେଦିନ ଈଶ୍ୱର ଏହି ଦୂତଙ୍କୁ, ଏହି ମହାନ ପରାକ୍ରାନ୍ତ ଦୂତକୁ ଯଦି ଅଭିଶାପ ଦେଇ ପଠେଇଲେ, ଫିଙ୍ଗିଦେଲେ, ତାର ପତନ ହେଲା, ତୁମମାନଙ୍କର ମଧ୍ୟ ସେଇ ପ୍ରକାର ପତନ ହବ। ହେ ଭ୍ରାନ୍ତ ଶିକ୍ଷକ ମାନେ ଜାଗ୍ରତ ହୁଅ, ହେ ବିଶ୍ୱାସୀ ମାନେ ଜାଗ୍ରତ ହୁଅ। ଯଦି ସେଦିନ ଦୂତ ଯଦି ପତିତ ହେଲା, ଆଉ ବର୍ତ୍ତମାନ ତୁମର ଅବସ୍ଥା ଯେ କେତେ ସାଂଘାତିକ ହବ। ସେଇ ଈଶ୍ୱର ଯୋଉ ଈଶ୍ୱର ଦୂତକୁ ପକେଇଲେ, ବିଚାର କଲେ, ବିନାଶ କଲେ, ସେ ତୁମମାନଙ୍କ ଉପରେ ମଧ୍ୟ ତାଙ୍କର ନିଶ୍ଚିତ ବିଚାର ଆଣିବେ ହିଁ ଆଣିବେ। ଆଜି ନହେଲେ କାଲି ତାଙ୍କର ସମୟରେ ସେ ଆଣିବେ। ସେଥିପାଇଁ ଗର୍ବ, ଦମ୍ଭ, ଅହଙ୍କାରକୁ ପରିତ୍ୟାଗ କରି ଯେପରି ଭ୍ରାନ୍ତ ଶିକ୍ଷକ ମାନେ ଈଶ୍ୱରଙ୍କ ପ୍ରତି ଫେରିବେ, ତାହା ଥିଲା ପିତରଙ୍କର ଅନ୍ତରର କୋହ। ଯେପରି ବିଶ୍ୱାସୀ ମାନେ ସେମାନଙ୍କର ଭ୍ରାନ୍ତ ଶିକ୍ଷାରୁ ଫେରି ଆସି ଈଶ୍ୱରଙ୍କର ସତ୍ୟ ବାକ୍ୟ ଆଡ଼େ ଯେପରି ମନୋଯୋଗୀ ହେବେ। ଦ୍ୱିତୀୟ ବିଷୟ ପିତର କହୁଛନ୍ତି ମନେ ରଖ ସେଇ ପୁରାତନ ପୃଥିବୀ କୋଉ ପ୍ରକାର ପୃଥିବୀ? ନୋହଙ୍କ ସମୟରେ ଯୋଉ ପ୍ରକାର ପୃଥିବୀ ଥିଲା, ଲୋକମାନେ ସମସ୍ତ ପ୍ରକାର ଦୁର୍ନୀତି, ଅନୀତିରେ, ଦୁଷ୍ଟତାରେ ଜୀବନ କାଟୁଥିଲେ। ସେତେବେଳକୁ ମଧ୍ୟ ଲୋକମାନେ ସେମାନଙ୍କୁ ପ୍ରତି ଯେତେବେଳେ ନୋହଙ୍କର ପ୍ରଚାର ଆସିଲା, 120 ବର୍ଷ ଧରି ନୋହ ପ୍ରଚାର କରିବା ପାଇଁ ଆରମ୍ଭ କଲେ। ନୋହ କହିଲେ ଏ ଲୋକମାନେ ଫେର, ଈଶ୍ୱର ଧର୍ମମୟ ପବିତ୍ର, ସେ ନ୍ୟାୟବାନ ଈଶ୍ୱର, ତୁମର କର୍ମ ବିଷୟରେ ସେ ସନ୍ତୁଷ୍ଟ ନୁହନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଅନେକ ଥିଲେ, ସେମାନେ ହସିଲେ, ହୁଏତ ଥଟ୍ଟା ପରିହାସ ନୋହଙ୍କୁ କରିଥିବେ। କିନ୍ତୁ ପ୍ରିୟ ବନ୍ଧୁଗଣ ମନେ ରଖିବା, ନୋହଙ୍କର ସେଇ ଜଳପ୍ଲାବନ, ସେଇ ପ୍ରଥମ ସୃଷ୍ଟି, ସେଇ ଜଳପ୍ଲାବନରେ କ'ଣ ହେଲା? ସମଗ୍ର ସୃଷ୍ଟି, ପ୍ରଥମ ସୃଷ୍ଟି ସମ୍ପୂର୍ଣ୍ଣ ଭାବରେ ବିନାଶ ପାଇଲା, କେବଳ ନୋହଙ୍କର ପରିବାର ଛଡା। ପ୍ରିୟ ଭାଇ ଭଉଣୀ ମାନେ, ପିତର କହୁଛନ୍ତି ହେ ମୋର ବିଶ୍ୱାସୀ ଭାଇ ଭଉଣୀ ମାନେ, ମନେ ରଖ ଯୋଉ ଈଶ୍ୱର ଯଦି ସେ ଦୂତକୁ ପ୍ରେରଣ କରି ତାହାକୁ ପତନ କଲେ, ତେବେ ଯୋଉ ପୃଥିବୀକୁ ସେ ମଧ୍ୟ ଦିନେ ବିନାଶ କରିଥିଲେ ଜଳପ୍ଲାବନ ଦ୍ୱାରା, ସେ ମଧ୍ୟ ଆଜି ଜୀବିତ ଅଛନ୍ତି। ସଚେତନ ହୁଅ, ଜାଗ୍ରତ ହୁଅ। ତାପରେ ତୃତୀୟ ବିଷୟ ପିତର ସେମାନଙ୍କୁ ସ୍ମରଣ କରୁଛନ୍ତି,
हे प्रिय विश्वासी भाई ମାନେ ସେ ପୁରାତନ ସମୟର ସୋଦମ ଗମରାର ଘଟଣା କଣ ତୁମେ ମନେ ପକଉଛ? ଲୋଟଙ୍କର ସମୟ। ହଁ, ଲୋଟ ଥିଲେ ଅବ୍ରାହମଙ୍କର ପୁତୁରା। ତାଙ୍କର ସଂସ୍ପର୍ଶରେ ଆସିବା ଦ୍ୱାରା ତାଙ୍କ ଜୀବନରେ ଖ୍ରୀଷ୍ଟ ଈଶ୍ୱରଙ୍କ ପ୍ରତି ବିଶ୍ୱାସ ଆସିଥିଲା। କିନ୍ତୁ ସମୟ କ୍ରମେ ଜଗତର ବିଷୟବସ୍ତୁ ଗୁଡ଼ିକ ଲୋଟଙ୍କର ଜୀବନକୁ, ପରିବାରର ଜୀବନକୁ ଏପରି ଭାବରେ ଅଧିକାର କରିନେଲା, ଫଳରେ ସେମାନେ କଣ କଲେ ନା ଅବ୍ରାହମଙ୍କ ସହଭାଗିତାରୁ ଆପଣାକୁ ଦୂରେଇ ନେଲେ, ଈଶ୍ୱରଙ୍କ ଠାରୁ ଦୂରେଇ ନେଲେ। ଆଉ ସେମାନେ ସୋଦମ ଗମରା ଅଭିମୁଖେ ଆପଣର ତମ୍ବୁ ସ୍ଥାପନ କଲେ। ଆଉ ଶେଷରେ ଆମେ ଦେଖୁଛୁ, ଶେଷରେ ସୋଦମ ଗମରା ଭିତରେ ସେମାନେ ପ୍ରବେଶ କଲେ। ପ୍ରିୟ ଭାଇ ଭଉଣୀମାନେ, ସେଦିନ ଅଗ୍ନି ଦ୍ୱାରା ନୋହଙ୍କର ସମୟରେ ଈଶ୍ୱର ଜଳ ପ୍ଲାବନ ଦ୍ୱାରା ପ୍ରଥମ ପୃଥିବୀକୁ ନଷ୍ଟ କରିଦେଲେ। ବର୍ତ୍ତମାନ ସୋଦମ ଗମରା ଉପରେ ଅଗ୍ନି ପଡ଼ିଲା। ଈଶ୍ୱରଙ୍କର କ୍ରୋଧ ଆସିଲା, ଈଶ୍ୱରଙ୍କର ବିଚାର ଆସିଲା। କାରଣ ସେମାନଙ୍କ ମଧ୍ୟରେ ଅନେକ କହୁଥିଲେ, ନା ମାନେ ଠିକ ଅଛୁ, କିଏ ଲୋକଙ୍କର କଥା ଶୁଣୁଛି? ନା, ସେଦିନ ଦୂତ କହିଲେ ବାହାରି ଆସ, ଈଶ୍ୱରଙ୍କର ବିଚାର ଅଛି। ପ୍ରିୟ ଭାଇ ଭଉଣୀମାନେ, ଆଜି ଯଦି ଆପଣ ପୁଣି ମୁଁ ଏଇ ପ୍ରକାର ଭ୍ରାନ୍ତ ଶିକ୍ଷକ ମାନଙ୍କ ମଧ୍ୟରେ ହାବୁଡରେ ଆମେ ପଡିଛୁ, ଆମମାନଙ୍କୁ ଦୂତ ଆଜି କହୁଛନ୍ତି, ଈଶ୍ୱରଙ୍କ ବାକ୍ୟ ଆଜି ଆମମାନଙ୍କୁ କହୁଛି, ବାହାରି ଆସ, ସମୟ ଥାଉ ବାହାରି ଆସ, ଦେଖ ବାହାରି ଆସ, ଅଗ୍ନି ପଡିବ, ଧ୍ୱଂସ ହେଇଯିବ। କିନ୍ତୁ ଭାଇ ଭଉଣୀ ମାନେ, ହେଇପାରେ ଆପଣ ପୁଣି ମୁଁ, ଆପଣଙ୍କର ମଣ୍ଡଳୀ ପୁଣି ମୋର ମଣ୍ଡଳୀ, ଆମେ ବାରମ୍ବାର ଈଶ୍ୱରଙ୍କର ଏଇ ଭ୍ରାନ୍ତ ଶିକ୍ଷକ ମାନଙ୍କ ଦ୍ୱାରା ଚେତନା ପ୍ରାପ୍ତ ହେଲେ ମଧ୍ୟ ଆମେ ଯେଉଁ ସ୍ଥାନରେ ଅଛୁ ସେଇ ସ୍ଥାନରେ ରହିଛୁ। କଣ ହେଲା? ନୋହଙ୍କର ପରିବାର ବିଷୟ ଚିନ୍ତା, ଲୋଟଙ୍କର ପରିବାର ବିଷୟ ଆପଣ ଚିନ୍ତା କରନ୍ତୁ। ଯଦି ସେଦିନ ଈଶ୍ୱର ଏଇ ଅଧାର୍ମିକ ମାନଙ୍କୁ, ସେମାନଙ୍କର ସହିତ ଭଣ୍ଡ ଭାବବାଦୀ ମାନଙ୍କୁ, ଶିକ୍ଷକ ମାନଙ୍କୁ ବିନାଶ କରିଦେଲେ, ନିଶ୍ଚିତ ଭାବରେ ତା ଆପଣଙ୍କର ପାଇଁ, ପୁଣି ମୋର ପାଇଁ ମଧ୍ୟ ସଞ୍ଚିତ ହେଇ ରହିଛି। ହାଲୁକା ଭାବରେ ଗ୍ରହଣ କରିବା ନାହିଁ। ଏହା ଈଶ୍ୱରଙ୍କର ବାକ୍ୟ। ସେତିକି ନୁହେଁ, ମାତ୍ର ମନେ ରଖିବା, ଈଶ୍ୱର ପ୍ରତିଜ୍ଞା କରିଛନ୍ତି, ଯୋଉମାନେ ସତ୍ୟ ପଥରେ ଚାଲିବେ, ଯୋଉମାନେ ମୋ ନିକଟରେ ବିଶ୍ୱାସ କରିବେ, ଯୋଉମାନେ ଧାର୍ମିକ ଭାବରେ ଆଚରଣ କରିବେ, ମୁଁ ସେମାନଙ୍କୁ କଣ କରିବି? ମୁଁ ରକ୍ଷା କରିବି। 5 ପଦରୁ 9 ପଦ ଭିତରେ ଈଶ୍ୱର କହୁଛନ୍ତି, ତୁମମାନଙ୍କୁ ମୁଁ ରକ୍ଷା କରିବି। ପୁନର୍ବାର 2ଟି ଉଦାହରଣ, ସେଇ ନୋହଙ୍କର ଉଦାହରଣ, କିପରି ଭାବରେ ନୋହ ପୁଣି ତାଙ୍କର ପରିବାର 7 ଜଣ, ସେମାନେ ସେଇ ଭୟଙ୍କର ଜଳ ପ୍ଲାବନରୁ ଈଶ୍ୱର ସେମାନଙ୍କୁ ରକ୍ଷା କଲେ। କାରଣ ସେ ଈଶ୍ୱରରେ ବିଶ୍ୱାସ କଲେ, ନୋହଙ୍କର କଥାରେ ବିଶ୍ୱାସ କଲେ। ପ୍ରିୟ ଭାଇ ଭଉଣୀ ମାନେ, ଯଦି ସେଦିନ ଈଶ୍ୱର ନୋହ ଆଉ ତାଙ୍କର ପରିବାରକୁ ରକ୍ଷା କଲେ, ନିଶ୍ଚିତ ଭାବରେ ଆପଣଙ୍କୁ, ପୁଣି ମତେ, ଆପଣଙ୍କର ମଣ୍ଡଳୀକୁ, ପୁଣି ମୋର ମଣ୍ଡଳୀକୁ ଏ ସମସ୍ତ ଭ୍ରାନ୍ତ ଶିକ୍ଷା, ଆଗାମୀ ବିଚାରରୁ ସେ ନିଶ୍ଚିତ ଭାବରେ ସେ ରକ୍ଷା କରିବେ। ଦ୍ୱିତୀୟ ଚିତ୍ର, ସେ କହୁଥିଲେ ଲୋଟଙ୍କର ବିଷୟ ସ୍ମରଣ ରଖ ଆଉ ଥରେ। ହଁ, ଯୋଉମାନେ ବିଶ୍ୱାସ କଲେନି ସେମାନେ ବିନଷ୍ଟ ହେଲେ, କିନ୍ତୁ ଲୋଟ ତାଙ୍କର ପିଲାମାନଙ୍କୁ ନେଇ ସେ ଫେରି ଆସିଲେ, ପଳେଇ ଆସିଲେ, ଆଉ ଫଳରେ ରକ୍ଷା ପାଇଲେ। ତାଙ୍କର ସ୍ତ୍ରୀଙ୍କର ଅବସ୍ଥା କଣ ହେଲା ଆପଣମାନେ ଜାଣନ୍ତି। ଲବଣ ସ୍ତମ୍ଭ ଭାବରେ ଏବେ ବି ଚିହ୍ନ ରହିଛି। ହଁ ପ୍ରିୟ ବନ୍ଧୁଗଣ, ଯୋଉମାନେ ଈଶ୍ୱରଙ୍କର ବାକ୍ୟ ପ୍ରତି ଅବଦାନ କରନ୍ତି ନାହିଁ, ମିଥ୍ୟା ପଥରେ ଚାଲନ୍ତି, ମିଥ୍ୟା ଆଚରଣ କରନ୍ତି, କେବଳ ବିଶ୍ୱାସୀ ଭାବରେ ନୁହେଁ, ମାତ୍ର ହେଇପାରେ ପ୍ରିୟ ବନ୍ଧୁଗଣ, ଆଜି କଣ ଏଇ ଭ୍ରାନ୍ତ ଶିକ୍ଷକ ମାନଙ୍କ ପରି ଆପଣ ଜଣେ ଭ୍ରାନ୍ତ ପାଳକ, ଭ୍ରାନ୍ତ ଶିକ୍ଷକ, ଭ୍ରାନ୍ତ ମିଶନାରୀ ଭାବରେ ଆଜି ଭିନ୍ନ ଭାବରେ ସ୍ୱାର୍ଥ ଲାଭ ସକାଶେ ଗର୍ବ ଅମ୍ଭିର ଭାବନାରେ ଆଜି ଆପଣଙ୍କର ସେବା କାର୍ଯ୍ୟକୁ କରୁଛନ୍ତି। ମନେ ରଖିବା, ବିଶ୍ୱାସୀ କେବଳ ନୁହେଁ, ମାତ୍ର ଯୋଉମାନେ ଭ୍ରାନ୍ତ ଶିକ୍ଷା ଦିଅନ୍ତି, ଉଭୟ ସେଦିନ ଈଶ୍ୱରଙ୍କର ବିଚାରର ସମ୍ମୁଖୀନ ହେବେ ଆଉ ବିନାଶ ପ୍ରାପ୍ତ ହେବେ। ସେଥିପାଇଁ ପିତର ତାଙ୍କର ଏଇ 2ୟ ପତ୍ରଟି ଶେଷ କରିବା ପୂର୍ବରୁ ସେମାନଙ୍କୁ ସଚେତନ କରାଉଛନ୍ତି ଯେ କିପରି ଭାବରେ ଏଇ ଭ୍ରାନ୍ତ ଶିକ୍ଷକ ମାନେ ଯଦ୍ୟପି ଜାଣନ୍ତି ଆମମାନଙ୍କର ଶିକ୍ଷା ଗୁଡ଼ିକ ସତ୍ୟ ନୁହେଁ, କିପରି ଭାବରେ ସେମାନେ ପ୍ରଲୋଭନ କରନ୍ତି, କିପରି ଭାବରେ ଲୋକମାନେ ପ୍ରଲୋଭିତ ହୁଅନ୍ତି। ମନେକର ରଖ, 2-3ଟି ବିଷୟ ପିତର କହୁଛନ୍ତି, ସେମାନେ ଆପଣା ଶିକ୍ଷାରେ, ଭ୍ରାନ୍ତ ଶିକ୍ଷାରେ ସେମାନେ ନିପୁଣ ଅଟନ୍ତି। ସେମାନେ କଥା କହିବା ପାଇଁ ଜାଣନ୍ତି, କିପରି ଭାବରେ ଛଳରେ କଥା କହିବେ,
কিপରି ভাବରେ ଭୁଲାଣିଆ କଥା କହିବେ, କିପରି ଭାବରେ ଗଳ୍ପରେ କଥା କହିବେ, ହସ ହସ ମଜା ମଜା କଥା କହିବେ। ଭାଇ ଭଉଣୀ ମାନେ ପିତର କହୁଛି ସାବଧାନ ହୁଅ। ସେମାନେ କହୁଛନ୍ତି ଏଇ ପ୍ରକାର ଭ୍ରାନ୍ତ ଶିକ୍ଷକ ମାନେ କୌତୁହଳ ପୂର୍ଣ୍ଣ ଭାବରେ ସେମାନେ କଥା କହିବା ପାଇଁ, କଥା କହିବାରେ ନିପୁଣ, ସେମାନେ କଥା କହିବାରେ ନିପୁଣ, ଭ୍ରାନ୍ତ ଶିକ୍ଷାରେ ନିପୁଣ। ଏପରି ଭାବରେ ଚାଟୁବାଦ କଥା କହିବେ, ଭୁଲାଣିଆ କଥା କହି ତୁମମାନଙ୍କୁ ଭୁଲେଇ ନେବେ। ଏହା କଣ ସତ କଥା ନୁହେଁ ଭାଇ ଭଉଣୀ ମାନେ? ଅତି ନିରାଟ ସତ୍ୟ। ସେମାନେ ଭ୍ରାନ୍ତ ଶିକ୍ଷକ। ଦ୍ୱିତୀୟରେ ସେମାନେ କହୁଛନ୍ତି, ପିତର କହୁଛନ୍ତି ସେମାନେ ଆପଣା ଆପଣା ଅଭିଳାଷ ପୂର୍ଣ୍ଣ କରିବାରେ ସେମାନେ ଲୋକମାନଙ୍କୁ ପ୍ରଭାବିତ କରନ୍ତି। ସେମାନେ ଶାରୀରିକ ଅଭିଳାଷରେ ଯୋଉ ପ୍ରକାରେ ମତ୍ତ ଥାନ୍ତି, ଅଭିଳାଷ ପୂର୍ଣ୍ଣ କରିବା ପାଇଁ ଜୀବନ କାଟନ୍ତି, ଠିକ ସେହିପରି ତୁମମାନଙ୍କୁ ମଧ୍ୟ ସେଇ ପ୍ରକାର ଅଭିଳାଷ ପୂର୍ଣ୍ଣ, ଶାରୀରିକ ଅଭିଳାଷ ପୂର୍ଣ୍ଣ କରିବା ପାଇଁ ମଧ୍ୟ ତୁମମାନଙ୍କୁ ପ୍ରଭାବିତ କରନ୍ତି, ଶିକ୍ଷା ଦିଅନ୍ତି। ଜାଗ୍ରତ ହୁଅ। କଥାରେ କେବଳ ନିପୁଣ ନୁହନ୍ତି, ଶାରୀରିକ ଅଭିଳାଷ। ହଁ ପ୍ରିୟ ବନ୍ଧୁ, ଆଜି ଶାରୀରିକ ଅଭିଳାଷ ଆଜି ଆମମାନଙ୍କୁ କେତେ ପ୍ରକାର ଭାବରେ ଆକର୍ଷଣ କରେ। ଅନ୍ୟ ସମସ୍ତ ବିଷୟ ପଛରେ ପକେଇ ଯୋଉ ସ୍ଥାନରେ ଶାରୀରିକ ଅଭିଳାଷ ପୂର୍ଣ୍ଣ ହେଇପାରିବ, ମୋ ଶରୀର ଅଭିଳାଷ ପୂର୍ଣ୍ଣ ହେଇପାରିବ, ସେଇ ସ୍ଥାନକୁ ମୁଁ ଧାଇଁବି। ତା ଈଶ୍ୱରଙ୍କ ବାକ୍ୟ କଣ ଆମମାନଙ୍କୁ ଶିକ୍ଷା ଦିଏ ନା? ସେଦିନ ସାମାନ୍ୟ ଟିକେ ସେ ଡାଲି ପାଇଁ ଆପଣର ଚେଷ୍ଟା ଅଧିକାରକୁ ସେ ହରେଇ ବସିଥିଲା। ପ୍ରିୟ ଭାଇ ଭଉଣୀ ମାନେ, ଯୁବା ପୁଅ ଝିଅ ମାନେ, କେବଳ ସେତିକି ନୁହେଁ, ମାତ୍ର ବାପା ମା ମାନେ, ଏପରିକି ଅନେକ ପାଳକ ପ୍ରଚାରକ ମାନେ ଆଜି ସେମାନଙ୍କର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ସେଇ ପଥରେ କଢେଇ ନିଅନ୍ତି। କାରଣ ସେମାନଙ୍କୁ ଆପଣର ଦଳଭୁକ୍ତ କରିବା ପାଇଁ ଚେଷ୍ଟା କରନ୍ତି। ତାହା ହିଁ ସେମାନଙ୍କର ଲକ୍ଷ୍ୟ। ମଣ୍ଡଳୀକୁ ବିଭକ୍ତ କରିବେ, ପୁଣି ମଣ୍ଡଳୀର ଲୋକମାନଙ୍କୁ ଆପଣା ଦଳରେ ଦଳଭୁକ୍ତ କରିବେ। ତୃତୀୟ ବିଷୟ ଲେଖାଯାଉଛି, ସେମାନେ ଦୁର୍ବଳ ବିଶ୍ୱାସୀ ମାନଙ୍କୁ ପ୍ରଭାବିତ କରନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆପଣ କଣ ବିଶ୍ୱାସରେ ବଳିଷ୍ଠ, ଈଶ୍ୱରଙ୍କର ବାକ୍ୟରେ ଦିନ ପ୍ରତିଦିନ ବୃଦ୍ଧି ପାଉଛନ୍ତି, ଈଶ୍ୱରଙ୍କର ସତ୍ୟ ବାକ୍ୟରେ ବୃଦ୍ଧି ପାଉଛନ୍ତି, ଈଶ୍ୱରଙ୍କର ସତ୍ୟ ବାକ୍ୟକୁ ଧ୍ୟାନ କରୁଛନ୍ତି, ପଢୁଛନ୍ତି, ପ୍ରଚାର କରୁଛନ୍ତି? ମନେ ରଖିବା, ଯେତେବେଳେ ସତ୍ୟ ବାକ୍ୟ ଆପଣଙ୍କର ଜୀବନକୁ, ମୋର ଜୀବନକୁ ଅଧିକାର କରିବ, ସେତେବେଳେ ଏଇ ଭ୍ରାନ୍ତ ଶିକ୍ଷକ ମାନେ, ଏଇ ଭ୍ରାନ୍ତ ଶିକ୍ଷା ଗୁଡିକ କୌଣସି ପ୍ରକାର ଭାବରେ ଆମମାନଙ୍କର ଜୀବନକୁ ପ୍ରଭାବିତ କରିପାରିବ ନାହିଁ। ବରଂ ଆମେ ତାହାକୁ ପ୍ରତିରୋଧ କରି ବିଜୟ ଜୀବନ କାଟିବା। କିନ୍ତୁ ଏଇ ଭ୍ରାନ୍ତ ଶିକ୍ଷକ ମାନେ ଦୁର୍ବଳ ବିଶ୍ୱାସୀ ମାନଙ୍କୁ ପ୍ରଭାବିତ କରନ୍ତୁ। ଏହା କଣ ଆପଣଙ୍କର ଚିତ୍ର? ଏହା କଣ ମୋର ଚିତ୍ର? ବିଶ୍ୱାସୀ ଭାବରେ, ପାଳକ ଭାବରେ, ମିଶନାରୀ ଭାବରେ, ଖ୍ରୀଷ୍ଟୀୟ କାର୍ଯ୍ୟକାରୀ ଭାବରେ ଆମେ ସଚେତନ ହେବା, ସଚେତନ ହେବା। ଶେଷ ଦୁଇ ପଦରେ ପିତର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବାଦକୁ ଆମମାନଙ୍କ ନିକଟରେ ଏକ ଆହ୍ୱାନ ଭାବରେ ଆଣନ୍ତି। ପିତର କହୁଛନ୍ତି, ଯଦି ତୁମେ ସତ୍ୟ ଜାଣି, ଯଦି ସତ୍ୟ ପଥରେ ତୁମେ ଚାଲୁନାହଁ, ବରଂ ସତ୍ୟ ନ ଜାଣିବା ତୁମର ପକ୍ଷରେ ଭଲ ହୁଅନ୍ତା। ସତ୍ୟ ଜାଣି ଅସତ୍ୟ ପଥରେ ଚାଲିଯିବାଟା ତୁମର ପକ୍ଷରେ କେବଳ ବିନାଶଜନକ। ହଁ, ଏହି ଭ୍ରାନ୍ତ ଶିକ୍ଷକ ମାନେ ଈଶ୍ୱରଙ୍କ ବାକ୍ୟକୁ ଜାଣିଥିଲେ, ଈଶ୍ୱରଙ୍କୁ ବିଶ୍ୱାସ କରୁଥିଲେ, ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିଲେ, କିନ୍ତୁ ତାହା ବାସ୍ତବ ନଥିଲା। ସେମାନଙ୍କ ଜୀବନରେ ପ୍ରକୃତ ପୁନର୍ଜନ୍ମର ଅନୁଭୂତି ନଥିଲା। କେବଳ ବାହିକ ଭାବରେ ସେମାନଙ୍କର ବାହିକ ଆଚରଣ ଗୋଟିଏ ପ୍ରକାର ଥିଲା, ସେମାନଙ୍କର ଆଭ୍ୟନ୍ତରୀଣ ଜୀବନ ଅନ୍ୟ ପ୍ରକାର ଥିଲା। ସେଥିପାଇଁ ପିତର କହୁଛନ୍ତି, ସେମାନଙ୍କ ପ୍ରତି ତୁମେ ସାବଧାନ ହୁଅ। ସେମାନେ ହିଂସ୍ରକ ପଶୁର ନ୍ୟାୟ, ସେମାନେ ବାହିକ ଆଧ୍ୟାତ୍ମିକତାକୁ ପ୍ରକାଶ କରନ୍ତି, ମାତ୍ର ବାସ୍ତବ ଶକ୍ତିକୁ ସେମାନେ ଅସ୍ୱୀକାର କରନ୍ତି। ତାହା ମଧ୍ୟ ଏକ ଶେଷ ସମୟର, ଦ୍ୱିତୀୟ ଆଗମନର ସମୟର ଏକ ଲକ୍ଷଣ। ତାପରେ ତ ପାଉଲ ତିମୋଥୀକୁ ସ୍ମରଣ କରିଥିଲେ, ଶେଷ କାଳରେ ଲୋକମାନେ ସତ୍ୟ ବାକ୍ୟକୁ ଗ୍ରହଣ କରିବେ ନାହିଁ, ସତ୍ୟତାକୁ ଗ୍ରହଣ କରିବେ ନାହିଁ, ବାହିକ ଭାବରେ ଆପଣର ଧର୍ମୀୟ ଜୀବନକୁ ଅତିବାହିତ କରିବେ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆମେ ସଚେତନ ହେବା। 21 ପଦରେ ଲେଖାଯାଉଛି, କାରଣ ଧାର୍ମିକତାର ମାର୍ଗ ଜାଣି ଆପଣମାନଙ୍କର ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେଇ ମାର୍ଗ ନ ଜାଣିବା
ସେମାନଙ୍କର ପକ୍ଷରେ ଭଲ ହୁଅନ୍ତା। ସତ୍ୟ ଜାଣି ଅସତ୍ୟ ପଥରେ ଯିବା ଏକ ଭୟଙ୍କର ବିଷୟ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ପିତରଙ୍କର ଏଇ ବାକ୍ୟ ଗୁଡ଼ିକ ଯେପରି ଆମମାନେ ଆମମାନଙ୍କର ହୃଦୟ ମଧ୍ୟକୁ ନେବା, ଆମର ମନ ମଧ୍ୟକୁ ନେବା, ଏଇ ବାକ୍ୟ ରୂପ ଆଲୋକରେ ଆମର ଜୀବନକୁ ଆଉ ଥରେ ଆମେ ସମୀକ୍ଷା କରିବା, ଦେଖି ନେବା। ଆଜି ମୁଁ କେଉଁ ସ୍ଥାନରେ ଅଛି, ମୋର ବିଶ୍ୱାସର ଜୀବନ କେଉଁ ସ୍ଥାନରେ ଅଛି, ମୋର ପ୍ରଚାରର ଜୀବନ କେଉଁ ସ୍ଥାନରେ ଅଛି, ଆଜି କ'ଣ ମୁଁ ଭ୍ରାନ୍ତ ଶିକ୍ଷାରେ ପଡ଼ିଯାଇଛି? ଯଦି ପଡ଼ିଯାଇଛି ପ୍ରିୟ ବନ୍ଧୁଗଣ, ନିରାଶ ହେବା ନାହିଁ। ଆମମାନଙ୍କର ହସ୍ତରେ ସେ ପବିତ୍ର ବାକ୍ୟ ଦିଆଯାଇଛି। ପବିତ୍ର ବାକ୍ୟ ପାଠ କରନ୍ତୁ, ଧ୍ୟାନ କରନ୍ତୁ। ଯୋଉ ସ୍ଥାନରେ ଯୋଉ ମଣ୍ଡଳୀରେ ଉପଯୁକ୍ତ ବାକ୍ୟ ପ୍ରଚାର କରାଯାଉଛି ସେଇ ମଣ୍ଡଳୀକୁ ଆପଣମାନେ ଯାଆନ୍ତୁ। ଯେକୌଣସି ମଣ୍ଡଳୀକୁ ଯାଆନ୍ତୁ ନାହିଁ। ଭ୍ରାନ୍ତ ଶିକ୍ଷା ମଣ୍ଡଳୀ ଗୁଡ଼ିକରେ ଆଜି ବ୍ୟାପିବା ପାଇଁ ଆରମ୍ଭ କରିଛି। ବାହିକ ଭାବରେ ବାହିକ ବିଷୟରେ ଆକର୍ଷିତ ହୁଅନ୍ତୁ ନାହିଁ। ସତ୍ୟ ବାକ୍ୟକୁ ଜୀବନରେ ଗ୍ରହଣ କରନ୍ତୁ। ବନ୍ଧୁଗଣ, ଆଜି କ'ଣ ଆପଣ ଜଣେ ଭ୍ରାନ୍ତ ଶିକ୍ଷକ, ଭ୍ରାନ୍ତର ପ୍ରଚାରକ, ଭ୍ରାନ୍ତ ପାଳକ, ଅନ୍ୟମାନଙ୍କୁ ନିଜର ସ୍ୱାର୍ଥ ସିଦ୍ଧି ନିମନ୍ତେ, ଶାରୀରିକ ଅଭିଳାଷ ପୂରଣ ନିମନ୍ତେ, ଅର୍ଥ ଲାଭ ନିମନ୍ତେ ଗର୍ବିତ ଅଟନ୍ତି, ଅହଙ୍କାରୀ ଅଟନ୍ତି? ଖ୍ରୀଷ୍ଟଙ୍କର ବଶୀଭୂତ ଜୀବନ କାଟିବା ପରିବର୍ତ୍ତେ ଆଜି ଆପଣ ନିଜ ଜୀବନକୁ ନିଜ ହାତରେ ରଖି ଚଳାଉଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ସମୟ ଆସିଛି ଯେପରି ଆମମାନେ ଆପଣା ପଥରୁ ଫେରିବା। ଖ୍ରୀଷ୍ଟ ଆଜି ମଧ୍ୟ ଆହ୍ୱାନ କରୁଛନ୍ତି, ହେ ମୋର ବିଶ୍ୱାସୀ ଭାଇ ଭଉଣୀମାନେ, ହେ ମୋର ସେବକ ସେବିକା ମାନେ, ତୁମେ ମୋ ନିକଟକୁ ଫେରି ଆସ, ସତ୍ୟତା ପଥକୁ ଫେରି ଆସ। ତେବେ ଯାଇ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନର ଏକ ଜରୁରୀ ସମୟରେ ଆପଣ ପୁଣି ମୁଁ ଆମମାନେ ଖ୍ରୀଷ୍ଟଙ୍କର ପକ୍ଷରେ ଆମମାନେ ସ୍ଥିର ଭାବରେ ଶେଷ ପର୍ଯ୍ୟନ୍ତ ଠିଆ ହେବା ପାଇଁ ସକ୍ଷମ ହେଇପାରିବା। ଫଳରେ ଅନ୍ୟମାନଙ୍କୁ ସେ ଅସତ୍ୟ ପଥରୁ ଆମମାନେ ଫେରେଇ ଆଣିବା ପାଇଁ, ସେ ଅଗ୍ନିରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆମମାନେ ସମର୍ଥ ହେଇପାରିବା। ପ୍ରଭୁ ଆମମାନଙ୍କୁ ଆଜି ଏଇ ଅଳ୍ପ ଶିକ୍ଷାରେ ଆଶୀର୍ବାଦ କରନ୍ତୁ। ଆମେନ୍।